أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ଯେପରିକି ମୁଁ ବିଗତ ଖୁତ୍ବାରେ ହଜରତ କାବ୍ ବିନ୍ ମାଲିକ ରଜିୟତାଲା ଓ ଅନ୍ୟ ସାହାବାମାନଙ୍କ ତବୁକ୍ ଯୁଦ୍ଧରୁ ପଛରେ ରହିଯାଇଥିବା ସଂକ୍ରାନ୍ତରେ ଓ ହୁଜୁର ସല്ലଲ୍ଲାହୁ ଆଲାଇହି వసଲ୍ଲମଙ୍କର ସେମାନଙ୍କ ଉପରେ ରୁଷ୍ଟ ହେବା ସମ୍ପର୍କରେ ଚର୍ଚ୍ଚା କରିଥିଲି। ଏହାର ଅତିରିକ୍ତ ବର୍ଣ୍ଣନା ଆଜି ବର୍ଣ୍ଣନା କରିବି, ଆଲୋଚନା କରିବି। ଏହି ଯୁଦ୍ଧ ସଂକ୍ରାନ୍ତରେ ହଜରତ ମୁସଲିମ୍ ମଉଦ୍ ରଜିୟତାଲା କୁହନ୍ତି, ହାଦିସରେ ବର୍ଣ୍ଣିତ ହୋଇଛି ଯେ 3 ଜଣ ବିଶ୍ୱାସକାରୀ ଏହି ଯୁଦ୍ଧ ଅର୍ଥାତ୍ ତବୁକ୍ ଯୁଦ୍ଧରେ ସାମିଲ ହୋଇନଥିଲେ। ସେହି ସାହାବାମାନଙ୍କ ସଂକ୍ରାନ୍ତରେ ଜଣେ ସାହାବୀ ବିସ୍ତୃତ ବ୍ୟାଖ୍ୟା କରିଛନ୍ତି। ସେ କୁହନ୍ତି, ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି వସଲ୍ଲମ ତବୁକ୍ ଯୁଦ୍ଧରୁ ମଦିନା ମନୱରା ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ମୁଁ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ଲୋକମାନଙ୍କୁ ପଚାରିଲି, ହେ ଲୋକମାନେ, କ'ଣ ତୁମେମାନେ ମୋତେ କହିପାରିବ ଯେ ତବୁକ୍ ଯୁଦ୍ଧକୁ ଆଉ କେଉଁ ବ୍ୟକ୍ତିମାନେ ଯାଇନଥିଲେ ଅବା ପଛରେ ରହିଯାଇଥିଲେ? ହେ ଲୋକମାନେ, ସେମାନେ କ୍ଷମା ନିମନ୍ତେ କେଉଁ ପନ୍ଥା ଅବଲମ୍ବନ କଲେ? ହୁଜୁର ସല്ലଲ୍ଲାହୁ ଆଲାଇହି వସଲ୍ଲମ ସେମାନଙ୍କ ସହିତ କେଉଁ ଆଚରଣ ପ୍ରଦର୍ଶନ କରିଛନ୍ତି? ସେମାନେ କହିଲେ, ଲୋକମାନେ ଆସିବା ମାତ୍ରେ କ୍ଷମା ଯାଚନା କରିଥିଲେ ଓ ସେ କୁହନ୍ତି ଯେ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଓ ସେମାନେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଦୟାକରି ଆମମାନଙ୍କର କ୍ଷମା ନିମନ୍ତେ ଦୁଆ କରନ୍ତୁ। ଏବେ ହୁଜୁର ସല്ലଲ୍ଲାହୁ ଆଲାଇହି వସଲ୍ଲମ ସେମାନଙ୍କ ନିମନ୍ତେ ଦୁଆ କଲେ। ସେହି ସାହାବୀ ଜଣକ କୁହନ୍ତି, ମୋ ମନରେ ଏହି ଧାରଣା ଜାତ ହେଲା, ମୁଁ ମଧ୍ୟ କୌଣସି ଅସୁବିଧାର ଚର୍ଚ୍ଚା ହୁଜୁର ସല്ലଲ୍ଲାହୁ ଆଲାଇହି వସଲ୍ଲମଙ୍କ ସମ୍ମୁଖରେ କରିଦେବି ଏବଂ ହୁଜୁର ସല്ലଲ୍ଲାହୁ ଆଲାଇହି వସଲ୍ଲମଙ୍କ ଭର୍ସନାରୁ ବର୍ତ୍ତିଯିବି। କିନ୍ତୁ ପୁଣି ମନରେ ଏହି ଧାରଣା ଜାତ ହେଲା ଯେ ମୁଁ ସାହାବାମାନଙ୍କୁ ପଚାରିଲି ଯେ ହେ ସାହାବାମାନେ, କେଉଁ କେଉଁ ଲୋକମାନେ ଆଗକୁ ଆଗେଇ ଆସିଛନ୍ତି? ସେହି ସାହାବାମାନେ ଯେଉଁ ଲୋକମାନଙ୍କର ନାମ ନେଲେ, ସେମାନେ ସମସ୍ତେ କପଟ ବିଶ୍ୱାସୀ ଥିଲେ। କେବଳ 2 ଜଣ ବିଶ୍ୱାସକାରୀଙ୍କର ନାମ ନେଲେ। ସେହି ବିଶ୍ୱାସକାରୀମାନେ ନିଜର କୌଣସି ତ୍ରୁଟି ଓ ବାହାନାର ସ୍ୱୀକାରୋକ୍ତି ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ପରିପ୍ରକାଶ କରିନଥିଲେ। ସେତେବେଳେ ମୋ ମନରେ ମୁଁ ଚିନ୍ତା କଲି, ମୁଁ କପଟ ବିଶ୍ୱାସୀମାନଙ୍କ ସହିତ କାହିଁକି ସାମିଲ ହେଲି? ତେଣୁ ଏପରି ଅସୁବିଧା ଉପସ୍ଥାପନ କରିବା ପରିବର୍ତ୍ତେ ସ୍ପଷ୍ଟ ଉକ୍ତିରେ ନିଜ ଭୁଲ ସ୍ୱୀକାର କରିବାକୁ ମୁଁ ପ୍ରାଧାନ୍ୟ ଦେଲି। ସୁତରାଂ ଏହି ଧାରଣା ମନକୁ ଆସିବା ମାତ୍ରେ ମୁଁ ଦୋଷ ସ୍ୱୀକାର କରିବା ନିମନ୍ତେ ନିଷ୍ପତ୍ତି ନେଲି। ଏହିପରି ଭାବରେ ଆଲ୍ଲାହ ତାଆଲା ମୋତେ କପଟ ବିଶ୍ୱାସୀଙ୍କ ସହିତ ମିଶିବାରୁ ରକ୍ଷା କଲେ। ସୁତରାଂ ମୁଁ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ଗଲି। ହୁଜୁର ସଲ୍ଲଲ୍ଲାହୁଙ୍କୁ ନିଜ ଅବହେଳା ଓ ଅବଚେତନାର ପରିପ୍ରକାଶ କଲି ଯେ ଏଥିପାଇଁ ମୁଁ ତବୁକ୍ ଯୁଦ୍ଧରେ ଆପଣଙ୍କ ସହିତ ସାମିଲ ହୋଇପାରିନଥିଲି। ମୋର କୌଣସି ପ୍ରକୃତ କାରଣ ଅସୁବିଧା ନଥିଲା। ପ୍ରତ୍ୟୁତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି వସଲ୍ଲମ କହିଲେ, ଯେପର୍ଯ୍ୟନ୍ତ ଆଲ୍ଲାହ ତାଆଲାଙ୍କ ନିକଟରୁ ତୁମ ସମ୍ବନ୍ଧରେ କୌଣସି ଆଦେଶ ଆସିଯାଇନାହିଁ, ସେପର୍ଯ୍ୟନ୍ତ ତୁମ ସହିତ ସମ୍ପର୍କ ଛିନ୍ନ କରାଯାଉଛି, ତୁମକୁ ବାସନ୍ଦ କରାଯାଉଛି। ସେହି ସାହାବୀଙ୍କର ନାମ କାବ୍ ବିନ୍ ମାଲିକ ଥିଲା। ବର୍ଣ୍ଣନାକାରୀ କୁହନ୍ତି ଯେ ଏହି ଆଦେଶାବଳୀ ପ୍ରଣୀତ ହେବା ଦ୍ୱାରା ଆମମାନଙ୍କୁ ବହୁତ କଷ୍ଟ ହେଲା। ଆମେମାନେ ମର୍ମାହତ ହେଲୁ, କାରଣ ମଦିନାରେ ସମସ୍ତେ ମୁସଲମାନ ହିଁ ଥିଲେ ଏବଂ ଯେଉଁ କେତେଜଣ କପଟ ବିଶ୍ୱାସୀ ରହିଥିଲେ, ସେମାନଙ୍କ ମଧ୍ୟରୁ କାହାରିକୁ ଏହି ସାହସ ହେଲା ନାହିଁ
ଯେ ସେମାନେ ହଜରତ କାବ୍ ବିନ୍ ମାଲିକଙ୍କ ସହିତ କଥାବାର୍ତ୍ତା କରିପାରିବେ। ହଜରତ ମୁସଲିମ ମଉଦ୍ ରଜିୟତାଲା କୁହନ୍ତି 1936 ମସିହାର କଥା, ଯେଉଁ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ବାରଣ କରାଯାଇଛି, ଅର୍ଥାତ୍ ଯେଉଁ ଲୋକମାନଙ୍କୁ ଦଣ୍ଡିତ କରାଯାଇଛି, ଦଣ୍ଡ ମିଳେ, ଲୋକମାନେ ସାହିରେ ଆହମଦୀମାନଙ୍କ ଘରେ ଚାଲିଯାଆନ୍ତି, ସେହି ସାହି ବାସିନ୍ଦାମାନଙ୍କୁ ଏହା ଜଣା ନଥାଏ ଯେ ସେମାନେ କେଉଁ ବ୍ୟକ୍ତି ସହିତ କଥାବାର୍ତ୍ତା କରୁଛନ୍ତି। ଏଠାକାର କେତେକ ଆହମଦୀ ସର୍ପକୁ ପୋଷି ଥାଆନ୍ତି, କିନ୍ତୁ ସେହି ଲୋକମାନେ ଏକଥା ମନେ ରଖନ୍ତି ଯେ ଏହି ସର୍ପମାନେ ନା ଈଶ୍ୱରଙ୍କୁ ଦଂଶନ କରିପାରିବେ, ନା ଈଶ୍ୱରଙ୍କ ବାର୍ତ୍ତାବହକୁ ଦଂଶନ କରିପାରିବେ, ନା ତାଙ୍କ ଖଲିଫାଙ୍କୁ। ଏମାନେ ସେହିମାନଙ୍କୁ ଦଂଶନ କରିବେ ଯେଉଁମାନେ ଏହି ନିର୍ବାସିତ ବ୍ୟକ୍ତିମାନଙ୍କୁ ପୋଷିଥାନ୍ତି। ଆମେମାନେ ଆଲ୍ଲାହ ତାଆଲାଙ୍କ କୃପାରୁ ସୁରକ୍ଷିତ ଅଛୁ, କାରଣ ଯେଉଁ ବ୍ୟକ୍ତି ତଥା ଜମାତକୁ ଆଲ୍ଲାହ ତାଆଲା ନିଜର ସୁରକ୍ଷା ବଳୟ ମଧ୍ୟରେ ପରିସରଭୁକ୍ତ କରି ନ ନିଅନ୍ତି, ସେମାନଙ୍କର କେହି ବି ଅନିଷ୍ଟ ସାଧନ ହୁଏ ନାହିଁ, କେବେ ବି ତାଙ୍କର ଅନିଷ୍ଟ ସାଧନ ହୁଏ ନାହିଁ, ଅର୍ଥାତ୍ ସେହି ବ୍ୟକ୍ତିମାନଙ୍କୁ କେହି ବି କ୍ଷତି ପହଞ୍ଚାଇ ପାରିବେ ନାହିଁ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ସେମାନେ ସେହି ସର୍ପମାନଙ୍କର ଗତିବିଧିକୁ ଅଣଦେଖା କରିଥାନ୍ତି। ସେହି କାଳରେ କେତେକ ଉପଦ୍ରବ ମୁଣ୍ଡ ଟେକିଥିଲା, ଯଦ୍ୱାରା ହୁଜୁର ରଜିୟତାଲା ଏପରି କଥା କହିବାକୁ ବାଧ୍ୟ ହୋଇଥିଲେ। ହଜରତ ଖଲିଫତୁଲ ମସିହ ସାନି ରଜିୟତାଲା କହିଲେ, ଅତଏବ ମଦିନା ମୁନୱରାରେ କୌଣସି କପଟ ବିଶ୍ୱାସୀ ମଧ୍ୟ ହଜରତ କାବ୍ ବିନ୍ ମାଲିକଙ୍କ ସହିତ କଥାବାର୍ତ୍ତା କରିବାକୁ ସାହସ ଜୁଟାଇ ପାରିନଥିଲା। କାବ୍ ବିନ୍ ମାଲିକ ରଜିୟତାଲା ବର୍ଣ୍ଣନା କରନ୍ତି, ସେହି ଆଦେଶାବଳୀର କିଛି ଦିନ ପରେ ଜ୍ଞାତ ହେଲା ଯେ ହୁଜୁର ସല്ലଲ୍ଲାହୁ ଆଲାଇହି ወሰଲ୍ଲମ କହିଲେ, ସ୍ତ୍ରୀ ଓ ସନ୍ତାନମାନେ ହଜରତ କାବ୍ ବିନ୍ ମାଲିକଙ୍କ ଠାରୁ ଦୂରେଇ ଯାଆନ୍ତୁ। ଆମେ 3 ଜଣଙ୍କ ମଧ୍ୟରୁ ଜଣେ ସାହାବୀ ଅତି ବୃଦ୍ଧ ବ୍ୟକ୍ତି ଥିଲେ। ତାଙ୍କ ପତ୍ନୀ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ଉପସ୍ଥିତ ହେଲେ ଓ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୋ ସ୍ୱାମୀ ମହୋଦୟ ତ ମୃତ୍ୟୁବରଣ କରିସାରିଛନ୍ତି, ଅର୍ଥାତ୍ ନା ସେ ଆହାର ଖାଉଛନ୍ତି ନା ଶୋଇପାରୁଛନ୍ତି। ପୁନଶ୍ଚ ବାର୍ଦ୍ଧକ୍ୟ ଅବସ୍ଥା ହେବା ଯୋଗୁଁ ସବୁବେଳେ ସେ ଅଭାବୀ ଓ ପରର ସାହାଯ୍ୟ ଉପରେ ନିର୍ଭରଶୀଳ। ତେଣୁ ମୋତେ ଅନୁମତି ପ୍ରଦାନ କରନ୍ତୁ ଯେ ମୁଁ ମୋ ସ୍ୱାମୀଙ୍କ ଖାଇବା ପିଇବାରେ ସାହାଯ୍ୟ କରିବି, ତାଙ୍କର ସେବା ଶୁଶ୍ରୂଷା କରିପାରିବି। ପ୍ରତ୍ୟୁତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାଙ୍କୁ ଏହାର ଅନୁମତି ପ୍ରଦାନ କରିଥିଲେ। କାବ୍ ବିନ୍ ମାଲିକ ରଜିୟତାଲା କୁହନ୍ତି, ମୋ ମନରେ ମଧ୍ୟ ଏହି ଧାରଣା ଜାତ ହେଲା ଯେ ମୁଁ ମଧ୍ୟ ନିଜ ନିମନ୍ତେ ଏପରି ଅନୁମତି ହାସଲ କରିନିଅନ୍ତି କି? କିନ୍ତୁ ପୁଣି ମନରେ ଏହି ଧାରଣା ଜାତ ହେଲା ଯେ ଏହି ବ୍ୟକ୍ତି ତ ବୃଦ୍ଧ ବ୍ୟକ୍ତି, କିନ୍ତୁ ମୁଁ ତ ଯୁବ ଅବସ୍ଥାରେ ଅଛି। ତେଣୁ ମୁଁ ନିଜ ପତ୍ନୀଙ୍କୁ କହିଲି, ହେ ମୋର ପ୍ରିୟ ପତ୍ନୀ, ତୁମେ ନିଜ ବାପ ଘରକୁ ଚାଲିଯାଅ। ଏପରି ନ ହେଉ କି ମୁଁ ତୁମକୁ ଡାକିବି ଓ ତୁମେ ମୋର ଡାକରାରେ ଉତ୍ତର ଦେବ। ମୋତେ ଅନ୍ୟ କୌଣସି ବ୍ୟକ୍ତି ସମ୍ପର୍କରେ ତ ଏତେ ଚିନ୍ତିତ ନଥିଲା ଯେ ସେ ମୋ ସହିତ କଥାବାର୍ତ୍ତା କରୁ। ହଁ, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପ୍ରେମ ଓ ଆନ୍ତରିକତା ଯୋଗୁଁ ଏହି ଧାରଣା ଥିଲା ଯେ ମୋର ବେଦନାକୁ ଦେଖି ହୁଜୁର ଅବଶ୍ୟ ମୋ ଉପରେ ଦୟା କରିବେ। ତେଣୁ ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସଭାକୁ ଚାଲି ଯାଉଥିଲି ଓ ସଭାରେ ଜୋରରେ assalamu alaikum କହୁଥିଲି ଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କରୁଥିଲି ଯେ ହୁଜୁରଙ୍କ ପ୍ରତିକ୍ରିୟା କ'ଣ ରହିଛି, ହୁଜୁର ମୋ ସଲାମର ଉତ୍ତର ଦେଉଛନ୍ତି କି ନାହିଁ, ଆଉ ହୁଜୁର ମୋ ଆଡ଼କୁ କଣେଇ ଚାହୁଁଥିଲେ। ଯେତେବେଳେ ଏହିପରି ଭାବରେ ଅନେକ ଦିନ ବିତିଗଲା, ସେତେବେଳେ ମୁଁ ନିଜର ଚଚାଙ୍କ ପୁତ୍ର ଯେ ମୋ ସହିତ ସବୁବେଳେ ଖିଆପିଆ କରୁଥିଲେ, ମୋ ପାଖରେ ରହୁଥିଲେ, ସେହି ଭାଇକୁ ନିକଟକୁ ମୁଁ ଗଲି। ସେତେବେଳେ ସେ ନିଜ ଉଦ୍ୟାନରେ କାମ କରୁଥିଲେ। ମୁଁ ତାଙ୍କୁ କହିଲି, ହେ ମୋର ଭାଇ, ତୁମେ ହିଁ ମୋର ଗୋପନ ରହସ୍ୟ ସମ୍ପର୍କରେ ଅବଗତ, ତୁମେ ହିଁ ମୋର ସମସ୍ତ ବିଷୟ ଜାଣିଛ। ଆମେ ଦୁହେଁ ସର୍ବଦା ଏକତ୍ର ରହିଛେ, ଆମମାନଙ୍କର କଥା ପରସ୍ପରକୁ ଅଛୁପା ନାହିଁ। ତୁମେ ଭଲ ଭାବରେ ଜାଣ ଯେ ମୁଁ ନିଷ୍ଠାପର ମୁସଲମାନ ଓ ଶତ୍ରୁତାଜନିତ କୌଣସି ବ୍ୟାଧି ମୋ ମଧ୍ୟରେ ନାହିଁ। ମୁଁ ଆଜି ବିଚଳିତ ଅବସ୍ଥାରେ ରହିଛି, ଅସୁବିଧାର ସମ୍ମୁଖୀନ କରୁଛି। କ'ଣ ମୁଁ ତୁମକୁ କପଟ ବିଶ୍ୱାସୀ ମନେ ହେଉଛି? କାବ୍ ଚଚାଙ୍କ ପୁତ୍ର କିଛି ଉତ୍ତର ଦେଲେ ନାହିଁ ଓ ମୁହଁ ଉପରୁ କରି କେବଳ ଆକାଶ ଆଡ଼କୁ ଚାହିଁଲେ। ଏହାର ଅର୍ଥ ହେଇଥିଲା ଯେ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହ ହିଁ ଭଲ ଭାବରେ ଜାଣନ୍ତି। ହଜରତ କାବ୍ ବିନ୍ ମାଲିକ ରଜିୟତାଲା କୁହନ୍ତି ଯେ ଯେତେବେଳେ ମୋର ସେହି ରହସ୍ୟ ସମ୍ପର୍କରେ ଅବଗତ ଥିବା ଚଚାପୁଅ ଭାଇ ମୋତେ ଏହି ଉତ୍ତର ଦେଲା, ସେତେବେଳେ ମୁଁ ଏହା ଅନୁଭବ କଲି
ଯେ ମୋ ଉପରେ ଅଥବା ମୋ ନିମନ୍ତେ ଭୂପୃଷ୍ଠ ସଂକୁଚିତ ହୋଇଯାଇଛି। ଆଉ ଯେତେବେଳେ ମୁଁ ସହରରେ ପହଞ୍ଚିଲି ସେତେବେଳେ ଜଣେ ବ୍ୟକ୍ତି ମୋ ନିକଟକୁ ଆସିଲା ଓ ମୋତେ ପଚାରିଲା, ହେ ବ୍ୟକ୍ତି ଜଣକ, ତୁମ ନାମ କ'ଣ? ମୁଁ ଯେତେବେଳେ ନିଜର ନାମ କହିଲି ସେତେବେଳେ ସେ ବ୍ୟକ୍ତି ଜଣକ ମୋତେ ଏକ ପତ୍ର ଦେଲା ଓ କହିଲା, ଏହି ପତ୍ରଟି ଅମକ ସମ୍ରାଟ ନିକଟରେ ରହିଛି। ଏହି ପତ୍ରଟି ଆରବର ଜଣେ ଖ୍ରୀଷ୍ଟ ସମ୍ରାଟର ପତ୍ର, ଅର୍ଥାତ୍ ରୋମିଓ ସମ୍ରାଟର ଅଧୀନସ୍ଥ ଏକ ସମ୍ରାଟର ପତ୍ର। ହଜରତ କାବ୍ ବିନ୍ ମାଲିକ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ମୁଁ ସେହି ପତ୍ରକୁ ଖୋଲି ଯେତେବେଳେ ପଢ଼ିଲି ସେତେବେଳେ ସେହି ପତ୍ରରେ ଏହା ଉଲ୍ଲେଖ ରହିଥିଲା ଯେ, ହେ କାବ୍, ମୁଁ ଏକଥା ଶୁଣିବାକୁ ପାଇଛି ଯେ ତୁମେ ଆରବର ଧନାଢ଼୍ୟ ବ୍ୟକ୍ତି, କିନ୍ତୁ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ତୁମର ତିରସ୍କାର କରିଛନ୍ତି, ତୁମ ସତ୍ତାକୁ ବୁଝିପାରି ନାହାନ୍ତି, ତୁମ ପ୍ରତି ଅତ୍ୟାଚାର କରିଛନ୍ତି, ତୁମ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି, ତୁମକୁ ବାସନ୍ଦ କରିଛନ୍ତି। ତୁମେ ଏଭଳି ଘରର ପୁତ୍ର ନୁହେଁ ଯେ ତୁମ ସହିତ ଏଭଳି ଆଚରଣ କରାଯିବ। ତୁମେ ଆମ ନିକଟକୁ ଆସ, ଆମେ ତୁମର ମାନ ସମ୍ମାନ କରିବୁ, ତୁମକୁ ମର୍ଯ୍ୟାଦା ପ୍ରଦାନ କରିବୁ। ସେତେବେଳେ ସେହି ପତ୍ରକୁ ପାଠ କରିବା ପରେ ମୋ ଶରୀର ନିର୍ଜୀବ ସଦୃଶ ପାଲଟିଗଲା, ମୋ ଅବସ୍ଥା ପରିବର୍ତ୍ତନ ହୋଇଗଲା। ମୁଁ ଭାବିଲି ଏହା ଶୈତାନର ଆଉ ଏକ ଆକ୍ରମଣ, ଏପରି ନ ହେଉ ମୋ ପାଦ ବିଚଳିତ ହୋଇଯାଉ ଓ ମୁଁ ସନ୍ଦେହ ଘେରରେ ପଡ଼ିଯାଏ। ସୁତରାଂ ମୁଁ ଏକ ସ୍ଥାନରେ ରହିଥିବା ଇଟାଭାଟି ନିକଟକୁ ଗଲି ଓ ସେହି ପତ୍ରଟିକୁ ତହିଁରେ ଫିଙ୍ଗିଦେଲି ଓ ସେହି ସନ୍ଦେଶବାହକକୁ କହିଲି, ହେ ସନ୍ଦେଶବାହକ, ତୁମେ ନିଜ ସମ୍ରାଟ ନିକଟକୁ ଯାଅ ଓ ମୋର ଏହି ଉତ୍ତର ତାଙ୍କୁ ଦିଅ। ଏହା ହଜରତ କାବ୍ ବିନ୍ ମାଲିକଙ୍କ ପରୀକ୍ଷା ଓ ବିପତ୍ତିର ଶେଷ ମୁହୂର୍ତ୍ତ ଥିଲା। ପରିଶେଷରେ ଆଲ୍ଲାହ ତାଆଲାଙ୍କର କୃପା ତାଙ୍କ ଉପରେ ଅବତୀର୍ଣ୍ଣ ହେଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ ଆଲ୍ଲାହ ତାଆଲା କହିଲେ, ହେ ମହମ୍ମଦ, ତୁମେ ତାଙ୍କର ଅର୍ଥାତ୍ କାବ୍ ବିନ୍ ମାଲିକଙ୍କ ଦୋଷକୁ କ୍ଷମା କରିଦିଅ। ହଜରତ ମୁସ୍ଲିମ ମଉଦ୍ ରାଦିୟଲ୍ଲାହୁ ଅନ୍ୟ ଏକ ସ୍ଥାନରେ କହିଛନ୍ତି, କାବ୍ ବିନ୍ ମାଲିକଙ୍କର ଦୃଷ୍ଟାନ୍ତ କିପରି ଶିକ୍ଷାପ୍ରଦମୂଳକ। ସେ ସମସ୍ତ ଯୁଦ୍ଧରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସାଥିରେ ସାମିଲ ଥିଲେ, ଏପରିକି ମକ୍କା ବିଜୟ ଅବସରରେ ମଧ୍ୟ ମହାଭାଗଙ୍କ ସହିତ ସେ ସାମିଲ ଥିଲେ, କିନ୍ତୁ ତବୁକ୍ ଯୁଦ୍ଧ ସମୟରେ ନିଜ ଅବହେଳା ଯୋଗୁଁ ପଛରେ ରହିଗଲେ। ଫଳତଃ ପୁଣ୍ୟଶ୍ଳୋକ ତାଙ୍କୁ ଏପରି କଠୋର ଦଣ୍ଡରେ ଦଣ୍ଡିତ କରିଥିଲେ। ହଜରତ ମୁସ୍ଲିମ ମଉଦ୍ ରାଦିୟଲ୍ଲାହୁ କୁହନ୍ତି, କିନ୍ତୁ ଆଜିକାଲିର ଲୋକମାନଙ୍କୁ ଯଦି କିଛି ପଚରା ଉଚରା କରାଯାଏ ତେବେ ସେମାନେ କହିଥାନ୍ତି ଯେ ଆମ ବଳିଦାନକୁ ତିଳେ ମାତ୍ର ଖାତିର କରାଗଲା ନାହିଁ, ଆମ ମାନମର୍ଯ୍ୟାଦାର ଟିକିଏ ପରୁଆ କରାଗଲା ନାହିଁ। ଏକଥା ମନେ ରଖିବା ଉଚିତ ଯେ ବ୍ୟବସ୍ଥା ଭିନ୍ନ ପ୍ରସଙ୍ଗ ଓ କାର୍ଯ୍ୟ କରିବା ଆଉ ଏକ ପ୍ରସଙ୍ଗ। ବ୍ୟବସ୍ଥା ବିଭାଗକୁ ପ୍ରତିଷ୍ଠିତ ରଖିବା ପାଇଁ ଯିଏ ଭୁଲ କରିଥାଏ ତାହାକୁ ପଚରାଯାଏ, ତେଣିକି ସେ ଯେ କେହି ହୁଅନ୍ତୁ ନା କାହିଁକି। ସୁତରାଂ ଈଶ୍ୱରଙ୍କ ଆଦେଶ ଅନୁଯାୟୀ ଧର୍ମ ସକାଶେ ଏପରି ଉଦ୍ୟମ କର ଯେ ଶୈତାନ ମଧ୍ୟ ପଳାୟନ କରିବ, କିନ୍ତୁ ଏଥିପାଇଁ କର ନାହିଁ ଯେ ତାହା ଦ୍ୱାରା ତୁମର ପ୍ରଶଂସା କରାଯିବ। ଆଉ କାମ କରି ଏହା ଚିନ୍ତା କର ନାହିଁ ଯେ ଆମ ଦୋଷ ତ୍ରୁଟି ସମ୍ବନ୍ଧରେ ଆମକୁ ପଚରା ଉଚରା କରାଯିବ ନାହିଁ। ପୁଣି ଈଶ୍ୱରଙ୍କ ଉପକାର କରିଥିବାର ପରିପ୍ରକାଶ କର ନାହିଁ, ବରଂ ମନ୍ ଓ ଆଜ୍ଜା ଅର୍ଥାତ୍ କାହାରିକୁ କଷ୍ଟ ଦିଅନ୍ତି ଦେଖ ସକଳ ମାଧ୍ୟମ ବ୍ୟବହାର କରି ଇସଲାମର ସେବା କର। ଉପକାର କରିଥିବାର ନିଜର ବଡ଼ିମା ବଖାଣ ନାହିଁ, ବରଂ ସେବା କରି ଚାଲିବା ଉଚିତ, କାରଣ ତାହା ହିଁ ଈଶ୍ୱରଙ୍କୁ ପ୍ରସନ୍ନିତ କରିଥାଏ। ତେବେ ତବୁକ୍ ଯୁଦ୍ଧର ଯାତ୍ରା ଏପରି ତାତ୍ୱିକପୂର୍ଣ୍ଣ ଥିଲା, ଏପରି କଲ୍ୟାଣମୟ ଯାତ୍ରା ସାବ୍ୟସ୍ତ ହେଲା ଯେ ସମଗ୍ର ଆରବ୍ୟ ଭୂଖଣ୍ଡରେ ମୁସଲମାନମାନଙ୍କର ଆଧିପତ୍ୟ ସ୍ଥାପିତ ହୋଇଗଲା ଓ ସ୍ୱଳ୍ପ କାଳ ମଧ୍ୟରେ ହିଁ ସମଗ୍ର ଆରବ୍ୟ ଭୂଖଣ୍ଡ ଇସଲାମ ଧର୍ମର ଧ୍ୱଜା ତଳେ ଆସିଗଲା ଓ ଇସଲାମର ଧ୍ୱଜା ଉଡ଼ିବାକୁ ଲାଗିଲା। ସୁତରାଂ ଏଥି ସଂକ୍ରାନ୍ତରେ ହଜରତ ମୁସ୍ଲିମ ମଉଦ୍ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ତବୁକ୍ ଯୁଦ୍ଧରୁ ଫେରିବା ପରେ ଲୋକମାନେ ମଧ୍ୟ ଅବଶ୍ୟ ସ୍ୱୀକାର କରିନେଲେ ପୂର୍ବେ ସେମାନେ ଯୁଦ୍ଧ କରୁଥିଲେ, ପୁନଶ୍ଚ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ବଶ୍ୟତା ସ୍ୱୀକାର କରିନେଲେ ଓ ଏତତ୍ପରେ ଆରବର ନାନା ସମ୍ପ୍ରଦାୟ ପାଳି କରି ଇସଲାମ ଧର୍ମର ଶାସନରେ ପ୍ରବିଷ୍ଟ ହେବା ନିମନ୍ତେ ଅନୁମତି ଲୋଡ଼ିଲେ ଓ ସ୍ୱଳ୍ପ କାଳ ମଧ୍ୟରେ ହିଁ ସମଗ୍ର ଆରବ୍ୟ ଭୂଖଣ୍ଡରେ ଇସଲାମ ଧର୍ମର ଧ୍ୱଜା
ଉଡ଼ିବାକୁ ଲାଗିଲା। ତବୁକ୍ ଯୁଦ୍ଧରୁ ଫେରିବା ପରେ ଆଉ ଏକ ଯୁଦ୍ଧ ମଧ୍ୟ ସଂଗଠିତ ହୋଇଥିଲା, ଯାହାକୁ ସରିୟା ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ କୁହାଯାଏ। ଏହି ଯୁଦ୍ଧ ନଜରାନର ବନୁ ଅବ୍ଦୁଲ ମଦାନ, ଯେଉଁମାନେ କି ବନୁ ହାରିସ୍ ବିନ୍ କାବ୍‌ଙ୍କ ମଧ୍ୟରୁ ଅନ୍ୟତମ ଥିଲେ, ସେମାନଙ୍କ ସହିତ ହୋଇଥିଲା। ତେବେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ 10 ହିଜରୀରେ ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁଙ୍କୁ ନଜରାନର ଏକ ଅଂଶ ବନୁ ହାରିସ୍ ଅଭିମୁଖେ ପ୍ରେରଣ କରିଥିଲେ। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଏହି ଅଭିଯାନରେ ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁଙ୍କୁ ପ୍ରେରଣ କରିବା ସମୟରେ ଉପଦେଶ ଦେଇଥିଲେ ଯେ ଏହି ସମ୍ପ୍ରଦାୟ ଉପରେ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ 3 ଥର ଇସଲାମ ପ୍ରତି ଡାକରା ଦେବ। ଯଦି ସେମାନେ ତାହାକୁ ଗ୍ରହଣ ନ କଲେ ତେବେ ତାଙ୍କ ସହିତ ଯୁଦ୍ଧ କରିବ। ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ ଏହି ଆଦେଶର ପାଳନ କଲେ, ଯଦ୍ୱାରା ସେଠାକାର ସମସ୍ତ ଲୋକମାନେ ମୁସଲମାନ ହୋଇଗଲେ। ଅତଃ ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ ଏକ ପତ୍ର ହୁଜୁର ସଲ୍ଲଲ୍ଲାହୁ ନିକଟକୁ ପ୍ରେରଣ କଲେ, ଯହିଁରେ ଉଲ୍ଲେଖ ଥିଲା ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିର୍ଦ୍ଦେଶାନୁଯାୟୀ ଆମେ ଏହି ବସ୍ତି ବାସିନ୍ଦାଙ୍କୁ ଇସଲାମର ସନ୍ଦେଶ ପ୍ରଦାନ କଲୁ ଓ ସେମାନେ ଇସଲାମ ଧର୍ମ ଗ୍ରହଣ କରିନେଲେ। ଏବେ ମୁଁ ଏମାନଙ୍କ ମଧ୍ୟରେ ରହିଛି ଓ ଏହି ଲୋକମାନଙ୍କୁ ଇସଲାମର ଶିକ୍ଷା ତଥା ବୈଧ ଓ ଅବୈଧ ସଂକ୍ରାନ୍ତରେ ଅବଗତ କରାଉଛି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପରବର୍ତ୍ତୀ ଆଦେଶ ହସ୍ତଗତ ହେଲେ ତଦନୁରୂପ କାର୍ଯ୍ୟକାରୀ କରାଯିବ। ଏହାର ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ପତ୍ର ଲେଖିଲେ, ତୁମ ପତ୍ରରୁ ପ୍ରତୀତ ହେଉଛି ଯେ ବନୁ ହାରିସ୍ ଇସଲାମ ଧର୍ମ ଗ୍ରହଣ କରିନେଇଛି। ଅତଏବ ତୁମେ ସେମାନଙ୍କୁ ସୱାବେ ଇଲାହି ଅର୍ଥାତ୍ ଈଶ୍ୱରଙ୍କ ପ୍ରତିଫଳର ସୁସମାଚାର ପ୍ରଦାନ କରିଦିଅ ଓ ଆଜାବେ ଇଲାହି ଅର୍ଥାତ୍ ଈଶ୍ୱରଙ୍କ ଶାସ୍ତି ସଂକ୍ରାନ୍ତରେ ଭୟଭୀତ କରାଅ। ଆଉ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ନେଇ ଆମ ନିକଟକୁ ଘେନି ଆସ। ବସ୍ତୁତଃ ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ ସେମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କୁ ନେଇ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିକଟରେ ଉପସ୍ଥିତ ହୋଇଗଲେ। କେତେକ କଥା ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇନାହିଁ, ଅବା ଅନ୍ୟ ସ୍ଥାନରେ କେତେକ ବର୍ଣ୍ଣନା ମିଳିଯାଇଥାଏ, କିନ୍ତୁ ଇସଲାମ ଧର୍ମର ଶିକ୍ଷା ଏହା ନୁହେଁ ଯେ ଲୋକମାନଙ୍କୁ ବଳପୂର୍ବକ ଇସଲାମ ଧର୍ମ ସ୍ୱୀକାର କରିବାକୁ ବାଧ୍ୟ କରାଯାଉ। ଏହା ହିଁ ଅର୍ଥ ରହିଥିଲା ଯେ ହେ ଖାଲିଦ, ତୁମେ କୌଣସି ଚୁକ୍ତି କରିବ ନାହିଁ, କିମ୍ବା ଯଦି ବି ସେମାନେ ତୁମ ସହିତ ଯୁଦ୍ଧ କରନ୍ତି ତେବେ ମୁଁ ତୁମକୁ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଅନୁମତି ପ୍ରଦାନ କରୁଛି। ଅତଏବ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ କୁହନ୍ତି, ମୁଁ ସେମାନଙ୍କ ନିକଟକୁ ଆସିଲି ଓ ହୁଜୁର ସଲ୍ଲଲ୍ଲାହୁଙ୍କ ଆଦେଶ କ୍ରମେ 3 ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଇସଲାମ ଧର୍ମ ଆଡ଼କୁ ଆମନ୍ତ୍ରିତ କଲି ଓ ଅଶ୍ୱାରୋହୀମାନଙ୍କୁ ସେମାନଙ୍କ ନିକଟକୁ ପ୍ରେରଣ କଲି ଏବଂ କହିଲି, ହେ ବନୁ ହାରିସ୍ର ସମ୍ପ୍ରଦାୟ, ତୁମେମାନେ ଇସଲାମ ଧର୍ମ ସ୍ୱୀକାର କରିନିଅ, ତୁମେମାନେ ସୁରକ୍ଷିତ ରହିବ। ଅତଏବ ସେମାନେ ଇସଲାମ ଧର୍ମ ସ୍ୱୀକାର କରିନେଲେ ଓ ଯୁଦ୍ଧରୁ ନିବୃତ୍ତ ହୋଇଗଲେ। ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ଆଦେଶକୁ ଦେଖି ବନୁ ହାରିସ୍ ସମ୍ପ୍ରଦାୟର କେତେକ ଲୋକଙ୍କୁ ସାଙ୍ଗରେ ଧରି ଯେପରିକି ବର୍ଣ୍ଣନା କରିଆସିଲି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସେବାରେ ଉପସ୍ଥିତ ହେଲେ। ସେହି ଲୋକମାନେ ହେଲେ କୈସ୍ ବିନ୍ ହୁସୈନ, ୟଜିଦ୍ ବିନ୍ ମଦାନ, ୟଜିଦ୍ ବିନ୍ ମୁଆଜ୍ଜଲ, ଅବ୍ଦୁଲ୍ଲାହ ବିନ୍ କୁରାଦ, ସଦ୍ଦାଦ ବିନ୍ ଅବ୍ଦୁଲ୍ଲାହ, ଅମ୍ର ବିନ୍ ଅବ୍ଦୁଲ୍ଲାହ ଇତ୍ୟାଦି। ଯେତେବେଳେ ଏହି ଲୋକମାନେ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଲେ, ସେତେବେଳେ ହୁଜୁର ସେମାନଙ୍କୁ ଦେଖି କହିଲେ, ହେ ଖାଲିଦ, ଏମାନେ କିଏ? ଏହା ଜ୍ଞାତ ହୁଏ ଯେ ଲୋକମାନେ ହିନ୍ଦୀ ଅଟନ୍ତି। କୁହାଗଲା ଯେ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଏହି ଲୋକମାନେ ବନୁ ହାରିସ୍ ସମ୍ପ୍ରଦାୟର ଲୋକେ। ଏହି ଲୋକମାନେ ହୁଜୁର ସଲ୍ଲଲ୍ଲାହୁଙ୍କୁ ସଲାମ କଲେ ଓ କହିଲେ, ହେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ, ଆମେମାନେ ସାକ୍ଷୀ ଦେଉଛୁ ଯେ ଆପଣ ଆଲ୍ଲାହ ତାଆଲାଙ୍କ ବାର୍ତ୍ତାବହ ଓ ଆଲ୍ଲାହ ତାଆଲାଙ୍କ ବ୍ୟତୀତ ଅନ୍ୟ କେହି ଉପାସ୍ୟ ନୁହନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କହିଲେ, ମୁଁ ମଧ୍ୟ ସାକ୍ଷ୍ୟ ଦେଉଛି ଆଲ୍ଲାହଙ୍କ ବ୍ୟତୀତ କେହି ଉପାସ୍ୟ ନାହାନ୍ତି। ନିଃସନ୍ଦେହ ରୂପେ ମୁଁ ଆଲ୍ଲାହ ତାଆଲାଙ୍କ ବାର୍ତ୍ତାବହ। ହୁଜୁର ପୁନଶ୍ଚ କହିଲେ, ତୁମେମାନେ ହେଉଛ ସେହି ଲୋକ ଯେଉଁମାନେ ଶତ୍ରୁମାନଙ୍କ ସହିତ ଯେତେବେଳେ ଯୁଦ୍ଧ କର, ସେତେବେଳେ ତୁମେମାନେ ଶତ୍ରୁକୁ ଘଉଡ଼ାଇ ଦେଇଥାଅ ଓ ଲୋକମାନେ ନୀରବ ରହିଲେ। ସେମାନଙ୍କ ମଧ୍ୟରୁ କେହି ବି ଆଗକୁ ଅଗ୍ରସର ହେଲେ ନାହିଁ, ଅର୍ଥାତ୍ କିଛି କହିଲେ ନାହିଁ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଏହି ବାକ୍ୟକୁ ପୁନରାବୃତ୍ତି କଲେ, ସେତେବେଳେ ମଧ୍ୟ ସେମାନେ ନୀରବ ରହିଲେ।
ସେହି ଲୋକମାନଙ୍କ ମଧ୍ୟରୁ କେହି ବି ଆଗକୁ ବଢ଼ିଲେ ନାହିଁ ଏପର୍ଯ୍ୟନ୍ତ କି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଚତୁର୍ଥ ଥର ସେହି ବାକ୍ୟକୁ ଦୋହରାଇଲେ। ସେତେବେଳେ ୟଜିଦ୍ ବିନ୍ ଅବ୍ଦୁଲ ମଦାନ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ହଁ ଆମେମାନେ ହେଉଛୁ ସେହି ଲୋକ, କିନ୍ତୁ ଏଠାରେ କଥା ଓଲଟା ହୋଇଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଯଦି ଖାଲିଦ୍ ମୋତେ ପତ୍ର ଲେଖି ନଥାନ୍ତେ ଯେ ତୁମେମାନେ ଇସଲାମ ଧର୍ମ ସ୍ୱୀକାର କରି ନେଇଛ, ତେବେ ମୁଁ ତୁମମାନଙ୍କ ମୁଣ୍ଡକୁ ତୁମ ପାଦ ତଳେ ପକାଇ ଦେଇଥାନ୍ତି, ଅର୍ଥାତ୍ ତୁମର ସ୍କନ୍ଦଚ୍ୟୁତ କରିଦେଇଥାନ୍ତି। ୟଜିଦ୍ ବିନ୍ ଅବ୍ଦୁଲ ମଦାନ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମେମାନେ ହଜରତ ଖାଲିଦ୍ ବିନ୍ ୱଲିଦ୍ ରଜିୟଲ୍ଲାହୁଙ୍କ କୃତଜ୍ଞ ନାହୁଁ। ଅର୍ଥାତ୍ ୟଜିଦ୍ ବିନ୍ ଅବ୍ଦୁଲ ମଦାନ ନୂଆ ନୂଆ କରି ଇସଲାମ ଧର୍ମ ସ୍ୱୀକାର କରିଥିଲା। ତେଣୁ ସେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର କୃତଜ୍ଞ ନାହୁଁ। ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ପଚାରିଲେ, ତେବେ ହି ୟଜିଦ୍, ତୁମେ କାହାର କୃତଜ୍ଞ? ସେ କହିଲେ, ଆମେମାନେ ଈଶ୍ୱରଙ୍କର କୃତଜ୍ଞତା ଜ୍ଞାପନ କରୁଛୁ, ଯିଏକି ଆମମାନଙ୍କୁ ଆପଣଙ୍କ ମାଧ୍ୟମରେ ସତ୍ପଥ ପ୍ରଦର୍ଶନ କଲେ। ୟଜିଦ୍ ବିନ୍ ଅବ୍ଦୁଲ ମଦାନ ଏପରି ସୁନ୍ଦର ଉତ୍ତର ଦେଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ୟଜିଦ୍, ତୁମେ ତ ସତ କହିଛ। ହେ ୟଜିଦ୍, ତୁମେ ମୋତେ ଏହା କୁହ ଯେ ତୁମେମାନେ କେଉଁ କାରଣରୁ ଅଶିକ୍ଷିତ ଯୁଗରେ ନିଜର ବିରୋଧୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରୁଥିଲ? ସେମାନେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମେମାନେ ଏକତ୍ରିତ ହୋଇ ଶତ୍ରୁ ସହିତ ଲଢ଼ୁଥିଲୁ। ଆମେମାନେ ଏହା ମନେ କରୁଥିଲୁ ଯେ ଆମେମାନେ ଯଦି ଏକତ୍ରିତ ହୋଇ ଲଢ଼ିବୁ, ତେବେ ଆମେମାନେ ଅବଶ୍ୟ ବିଜୟ ହେବୁ, ଆମମାନଙ୍କୁ କେହି ବି ପରାସ୍ତ କରିପାରିବେ ନାହିଁ। ଯେତେବେଳେ ଇସଲାମ ଧର୍ମ ଆସିଲା ଓ ଇସଲାମ ଧର୍ମ ସମସ୍ତ ସମ୍ପ୍ରଦାୟକୁ ଏକତ୍ରିତ କରିନେଲା ଓ ନାନା ସମ୍ପ୍ରଦାୟ ମଧ୍ୟ ଏକ ହୋଇଗଲେ, ସେତେବେଳେ ଆମେମାନେ ବୁଝିପାରିଲୁ ଯେ ଏହି ଲୋକମାନେ ମଧ୍ୟ ଏକତ୍ରିତ। ଆମେମାନେ ଯଦି ମୁସଲମାନମାନଙ୍କ ସହିତ ନ ଲଢ଼ିଲୁ, ତେବେ ତହିଁରେ ହିଁ ମଙ୍ଗଳ ହେବ, ଆମର ଉପକାର ହେବ। ତେଣୁ ଆମେ ଇସଲାମ ଧର୍ମ ସ୍ୱୀକାର କରିନେଲୁ, କାରଣ ଆମେ ଇସଲାମ ଧର୍ମକୁ ସତ୍ୟ ଧର୍ମ ମନେ କଲୁ। ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ କୈସ୍ ବିନ୍ ହୁସୈନ ରଜିୟଲ୍ଲାହୁଙ୍କୁ ବନୁ ହାରିସ୍ ଗୋଷ୍ଠୀ ନିମନ୍ତେ ଅମୀର ନିଯୁକ୍ତ କଲେ ଓ ସୱାଲ ଅବା ଜିଲ୍‌କାଦା ମାସର ଶେଷ ଭାଗରେ ତାଙ୍କୁ ସେଠାକୁ ପଠାଇଦେଲେ। ତାଙ୍କ ପ୍ରତ୍ୟାବର୍ତ୍ତନ କରିବାର 4 ମାସ ପରେ ପବିତ୍ର ଅବତାରଙ୍କର ନିଧନ ହୋଇଥିଲା। ନବୀ ଶ୍ରେଷ୍ଠ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଶେଷ ଯୁଦ୍ଧ ତବୁକ୍ ଯୁଦ୍ଧ ଥିଲା ଓ ଶେଷ ସରିୟା ଯେଉଁ ଅଭିଯାନରେ ହୁଜୁର ମୁସଲମାନ ସେନାକୁ ପ୍ରେରଣ କରିଥିଲେ, ତାହା ହଜରତ ଉସାମାଙ୍କର ସୈନ୍ୟ ଦଳ ଥିଲା। ଉସାମାଙ୍କ ସୈନ୍ୟ ଦଳ ପୂର୍ବରୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏକ ସୈନ୍ୟ ଦଳକୁ ପ୍ରେରଣ କରିଥିଲେ। ଏଥି ସମ୍ବନ୍ଧରେ ସହି ବୁଖାରୀରେ ହଜରତ ଅନସ୍ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଲୋକମାନଙ୍କୁ ହଜରତ ଜୈଦ୍ ରଜିୟଲ୍ଲାହୁ, ହଜରତ ଜାଫର ରଜିୟଲ୍ଲାହୁ, ହଜରତ ଅବ୍ଦୁଲ୍ଲାହ ବିନ୍ ରୱାହ ରଜିୟଲ୍ଲାହୁଙ୍କ ଶହୀଦ ହେବାର ସୁସମାଚାର ଦେଲେ ଓ ସେତେବେଳେ ମହାଭାଗଙ୍କ ପବିତ୍ର ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଥିଲା। ସେଥିଅନ୍ତେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ପୁନଶ୍ଚ ଆଲ୍ଲାହଙ୍କ ଖଡ଼୍ଗ ମଧ୍ୟରୁ ଏକ ଖଡ଼୍ଗ, ଅର୍ଥାତ୍ ହଜରତ ଖାଲିଦ୍ ବିନ୍ ୱଲିଦ୍ ରଜିୟଲ୍ଲାହୁ ଇସଲାମୀୟ ଧ୍ୱଜାକୁ ଥାମିନେଲେ ଓ ଐଶ୍ୱର୍ଯ୍ୟମୟ ଆଲ୍ଲାହ ତାଙ୍କ ହାତରେ ମୁସଲମାନମାନଙ୍କୁ ବିଜୟମଣ୍ଡିତ କଲେ। ହଜରତୁଲ୍ ୱିଦା ଅର୍ଥାତ୍ ଶେଷ ହଜ୍‌ରୁ ପ୍ରତ୍ୟାବର୍ତ୍ତନ କରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ମଦିନାରେ ପହଞ୍ଚିଲେ, ସେତେବେଳେ ମୁସଲମାନମାନଙ୍କୁ ମଦିନାର ଦକ୍ଷିଣ ପାର୍ଶ୍ୱରୁ କୌଣସି ପ୍ରକାରର ଭୟ ନଥିଲା, କିନ୍ତୁ ଉତ୍ତର ପ୍ରାନ୍ତରୁ ରୋମୀମାନଙ୍କର ଭୟ ଲାଗି ରହିଥିଲା, କାରଣ ସେହି ଖ୍ରୀଷ୍ଟ ଧର୍ମୀମାନେ ନିଜ ଶକ୍ତି ଓ ଶୌର୍ଯ୍ୟ ଉପରେ ସେ ପର୍ଯ୍ୟନ୍ତ ସୁଦ୍ଧା ଗର୍ବ ଅନୁଭବ କରୁଥିଲେ। ତେଣୁ କୌଣସି ସମୟରେ ମଧ୍ୟ ସେମାନଙ୍କ ଆଡ଼ୁ ଆକ୍ରମଣ ହେବାର ଆଶଙ୍କା ଲାଗି ରହିଥିଲା। ଏହିପରି ସେ ପର୍ଯ୍ୟନ୍ତ ମୁସଲମାନମାନଙ୍କ ମନରେ ମଅତା ଯୁଦ୍ଧରେ ଶହୀଦ ହୋଇଥିବା ମୁସଲମାନମାନଙ୍କର ଗାଥା ଓ ତାଙ୍କର ପ୍ରତିଶୋଧ ନେବାର କଥା ବାକି ରହିଥିଲା, କାରଣ ସେହି ଯୁଦ୍ଧରୁ ହଜରତ ଖାଲିଦ୍ ବିନ୍ ୱଲିଦ୍ ରଜିୟଲ୍ଲାହୁଙ୍କ ବୀରତା ଓ ସୁଦକ୍ଷ ରଣନୀତି ଯୋଗୁଁ ମୁସଲମାନ ସେନା ସୁରକ୍ଷିତ ମଦିନା ଫେରିଆସିବାରେ ସଫଳ ହୋଇଥିଲେ। ହଜ୍‌ରୁ ଫେରିବାକୁ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଏବେ ଅଧିକ ଦିନ ଅତିବାହିତ ହୋଇନଥିଲା ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ଉସାମା ବିନ୍ ଜୈଦ୍ ରଜିୟଲ୍ଲାହୁଙ୍କ ନେତୃତ୍ୱରେ ଏକ ସୈନ୍ୟ ଦଳ ସିରିଆ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ।
ସେହି ସୈନ୍ୟ ଦଳର ପ୍ରସ୍ତୁତି ଯାହାକି ହୁଜୁର ସଲ୍ଲଲ୍ଲାହୁଙ୍କ ବ୍ୟାଧି ପୂର୍ବରୁ ଆରମ୍ଭ ହୋଇଥିଲା, ତାହା ମହାଭାଗଙ୍କ ଦେହାବସାନର 2 ଦିନ ପୂର୍ବରୁ ଅର୍ଥାତ୍ ଶନିବାର ଦିନ ଶେଷ ହୋଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ସଫର ମାସର ଶେଷ ପର୍ଯ୍ୟାୟରେ ରୋମୀମାନଙ୍କ ଉପରେ ଆକ୍ରମଣ କରିବାର ଆଦେଶ ଦେଇଥିଲେ। ସେତେବେଳେ ମହାଭାଗ ହଜରତ ଉସାମା ରାଦିୟଲ୍ଲାହୁ ଡକାଇଲେ ଓ କହିଲେ, ନିଜ ପିତାଙ୍କ ଶହୀଦ ହେବା ସ୍ଥଳକୁ ଚାଲିଯାଅ ଓ ସେହି ଶତ୍ରୁମାନଙ୍କୁ ନିପାତ କରିଦିଅ। ମୁଁ ତୁମକୁ ଏହି ସୈନ୍ୟ ଦଳର ଅମୀର ମନୋନୀତ କରୁଛି। ସୁତରାଂ ହଜରତ ଉସାମା ରାଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପବିତ୍ର ହସ୍ତରେ ପ୍ରସ୍ତୁତ କରାଯାଇଥିବା ଧ୍ୱଜାକୁ ନେଇ ବାହାରି ପଡ଼ିଲେ ଓ ତାହାକୁ ହଜରତ ବାରଦା ବିନ୍ ହସିବ ରାଦିୟଲ୍ଲାହୁ ସମର୍ପିତ କଲେ, ଅର୍ଥାତ୍ ସେହି ବାନାକୁ, ତଥା ଜରଫ ସ୍ଥାନରେ ସେନାବାହିନୀକୁ ଏକତ୍ରିତ କଲେ, ମୁସଲମାନ ସେନାକୁ ଏକତ୍ରିତ କଲେ। ଜରଫ ମଦିନାର ଉତ୍ତର ଦିଗରେ 3 ମାଇଲ ଦୂରତାରେ ଅବସ୍ଥିତ ଏକ ସ୍ଥାନ। ପ୍ରବାସକାରୀ ଓ ଅନସାର ଦଳର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରୁ ପାଖାପାଖି ସଭିଏ ଏହି ଦଳରେ ସାମିଲ ଥିଲେ, ଯେପରିକି ହଜରତ ଅବୁ ବକର ରାଦିୟଲ୍ଲାହୁ, ହଜରତ ଉମର ରାଦିୟଲ୍ଲାହୁ ଇତ୍ୟାଦି। ଏହି ସମସ୍ତ ବିଶିଷ୍ଟ ସାହାବାମାନଙ୍କ ଉପରେ ହଜରତ ଉସାମା ରାଦିୟଲ୍ଲାହୁଙ୍କୁ ଅମୀର ନିଯୁକ୍ତ କରାଯାଇଥିଲା। ଏଥିରେ ଲୋକମାନେ ଟୁପୁରୁଟାପର ହେବା ଆରମ୍ଭ କରିଦେଲେ ଯେ ଏତେ ବଡ଼ ବଡ଼ ସାହାବାମାନଙ୍କୁ ଜଣେ ବାଳକଙ୍କର ଅଧୀନ କରିଦିଆଯାଇଛି। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ଏହି ଖବର ପହଞ୍ଚିଲା, ସେତେବେଳେ ହୁଜୁର ଅତ୍ୟନ୍ତ ବିତୃଷ୍ଣ ଭାବ ପ୍ରକଟ କଲେ ଓ ମଞ୍ଚ ଉପରକୁ ଆସି ଭାଷଣ ଦେଲେ, ଯହିଁରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ହଜରତ ଉସାମା ରାଦିୟଲ୍ଲାହୁ ଓ ତାଙ୍କ ପିତା ହଜରତ ଜୈଦ ରାଦିୟଲ୍ଲାହୁଙ୍କର ପ୍ରଶଂସା କରିଥିଲେ। ସେହି ମୁସଲମାନମାନେ ଯେଉଁମାନେ ହଜରତ ଉସାମା ରାଦିୟଲ୍ଲାହୁଙ୍କ ସହିତ ସାମିଲ ଥିଲେ, ସେମାନେ ହୁଜୁର ସଲ୍ଲଲ୍ଲାହୁଙ୍କୁ ବିଦାୟ ଦେଇ ଜୁରୁଫ ସ୍ଥାନରେ ପହଞ୍ଚିଲେ। ତେବେ ଇତିମଧ୍ୟରେ ହୁଜୁର ସଲ୍ଲଲ୍ଲାହୁଙ୍କ ରୋଗ ବୃଦ୍ଧି ପାଇଲା, କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ତାଗିଦ କରି କହିଲେ ଯେ ତୁମେମାନେ ଉସାମାଙ୍କ ସୈନ୍ୟବାହିନୀରେ ସାମିଲ ହୋଇଯାଅ, ଅର୍ଥାତ୍ ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼। ତେବେ ରବିବାର ଦିନ ହୁଜୁର ସଲ୍ଲଲ୍ଲାହୁଙ୍କ ବ୍ୟାଧି ବୃଦ୍ଧି ପାଇଲା ଓ ହୁଜୁର ସଲ୍ଲଲ୍ଲାହୁଙ୍କୁ ଯେତେବେଳେ ଏହି ସୂଚନା ମିଳିଲା ଯେ ହୁଜୁର ସଲ୍ଲଲ୍ଲାହୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ, ସେତେବେଳେ ସେମାନେ ଅର୍ଥାତ୍ ହଜରତ ଜୈଦ ରାଦିୟଲ୍ଲାହୁ ଫେରି ଆସିଲେ। ସେହିଦିନ ଉସାମା ବିନ୍ ଜୈଦ ରାଦିୟଲ୍ଲାହୁ ଫେରି ଆସିଲେ। ସେହିଦିନ ଲୋକମାନେ ହୁଜୁର ସଲ୍ଲଲ୍ଲାହୁଙ୍କୁ ଔଷଧ ପାନ କରୁଥିଲେ। ହଜରତ ଉସାମା ରାଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କୁ ସଲାମ କରି ଚୁମ୍ବନ ଦେଲେ। ହୁଜୁର ତାଙ୍କୁ କିଛି କହିପାରୁନଥିଲେ, କିନ୍ତୁ ନିଜର 2 ହାତ ତାଙ୍କ ମୁଣ୍ଡ ଉପରେ ରଖି ଦେଉଥିଲେ, ଯେପରିକି ହୁଜୁର ହଜରତ ଉସାମା ରାଦିୟଲ୍ଲାହୁଙ୍କୁ ଆଶୀର୍ବାଦ କରୁଛନ୍ତି, ତାଙ୍କୁ ଦୁଆ ଦେଉଛନ୍ତି। ତାପରେ ହଜରତ ଉସାମା ରାଦିୟଲ୍ଲାହୁ ନିଜ ସୈନ୍ୟବାହିନୀ ଆଡ଼କୁ ଫେରି ଆସିଲେ। ଯେତେବେଳେ ହଜରତ ଉସାମା ରାଦିୟଲ୍ଲାହୁ ସୋମବାର ଦିନ ପୁନଃ ହୁଜୁର ସଲ୍ଲଲ୍ଲାହୁଙ୍କ ପାଖକୁ ଆସିଲେ, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଟିକେ ସୁସ୍ଥ ହୋଇଯାଇଥିଲେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ଯାଇଥିଲା। ହୁଜୁର ସଲ୍ଲଲ୍ଲାହୁ ହଜରତ ଉସାମାଙ୍କୁ କହିଲେ, ହେ ଉସାମା, ଆଲ୍ଲାହ ତାଆଲାଙ୍କ କଲ୍ୟାଣକୁ ଆୟୁଧ କରି ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼। ହଜରତ ଉସାମା ରାଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ଠାରୁ ବିଦାୟ ନେଇ ବାହାରି ପଡ଼ିଲେ ଓ ନିଜ ସେନାବାହିନୀକୁ ଆଗକୁ ପ୍ରସ୍ଥାନ କରିବା ପାଇଁ ଆଦେଶ ଦେଲେ। ତେବେ ବର୍ତ୍ତମାନ ପ୍ରସ୍ଥାନ କରିବାର ଥିଲା ଯେ ହଜରତ ଉସାମା ରାଦିୟଲ୍ଲାହୁଙ୍କ ମାତା ହଜରତ ଉମ୍ମେ ଆୟମନଙ୍କ ପକ୍ଷରୁ ଜଣେ ବ୍ୟକ୍ତି ଏହି ସନ୍ଦେଶ ନେଇ ଆସିଲେ ଯେ ହୁଜୁର ସଲ୍ଲଲ୍ଲାହୁଙ୍କ ଶେଷ ସମୟ ଆସିଯାଇଛି। ପ୍ରତି ଉତ୍ତରରେ ହଜରତ ଉସାମା ରାଦିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ବାହାରି ପଡ଼ିଲେ ଓ ହୁଜୁର ସଲ୍ଲଲ୍ଲାହୁଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ହଜରତ ଉମର ରାଦିୟଲ୍ଲାହୁ ଓ ହଜରତ ଅବୁ ଉବୈଦା ରାଦିୟଲ୍ଲାହୁ ମଧ୍ୟ ତାଙ୍କ ସହିତ ସାମିଲ ଥିଲେ। ହୁଜୁର ସଲ୍ଲଲ୍ଲାହୁଙ୍କ ଉପରେ ମୂର୍ଚ୍ଛା ଅବସ୍ଥା ରହିଥିଲା। କିଛି କ୍ଷଣ ପରେ ହୁଜୁର ସଲ୍ଲଲ୍ଲାହୁଙ୍କର ଅକାଳ ବିୟୋଗ ଘଟିଲା, ଯଦ୍ୱାରା କି ମୁସଲମାନମାନଙ୍କର ସୈନ୍ୟବାହିନୀ ଜୁରୁଫ ନାମକ ସ୍ଥାନରୁ ମଦିନା ଆଡ଼କୁ ଫେରିଆସିଲା। ହଜରତ ଅବୁ ଉବୈଦା ରାଦିୟଲ୍ଲାହୁ, ହଜରତ ୟଜିଦ୍ ବିନ୍ ହୁସୈବ ରାଦିୟଲ୍ଲାହୁ, ହଜରତ ଉସାମା ରାଦିୟଲ୍ଲାହୁଙ୍କ ଧ୍ୱଜା ଧରି ଆସିଲେ ଓ ହୁଜୁର ସଲ୍ଲଲ୍ଲାହୁଙ୍କ ଦୁଆର ସମ୍ମୁଖରେ ପୋତିଦେଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ଯେତେବେଳେ ହଜରତ ଉସାମା ରାଦିୟଲ୍ଲାହୁଙ୍କ ସୈନ୍ୟବାହିନୀ ଜୁ କୁସୁବ ନାମକ ସ୍ଥାନରେ ଥିଲା, ସେତେବେଳେ ହଜରତ ମୁହମ୍ମଦ ମୁସ୍ତଫାଙ୍କର ଅକାଳ ବିୟୋଗ ଘଟିଥିଲା। ଜୁ କୁସୁବ ମଦିନା ଠାରୁ
ଏକ ରାତ୍ରର ବ୍ୟବଧାନରେ ଅବସ୍ଥିତ ଏକ ସ୍ଥାନ। ସିରିଆ ମାର୍ଗରେ ଏହି ଉପତ୍ୟକା ରହିଛି। କିନ୍ତୁ ସେ ଯାହା ହେଉ ଏହି ଲୋକମାନେ ଫେରିଆସିଲେ ଆଉ ହଜରତ ଅବୁ ବକର ରଜିୟତାଲ୍ଲାହୁଙ୍କ ହସ୍ତରେ ଲୋକମାନେ ବୟାତ କଲେ। ହଜରତ ଅବୁ ବକର ରଜିୟତାଲ୍ଲାହୁ ହଜରତ ବୁରେଦା ବିନ୍ ହୁସେନକୁ ଆଦେଶ ଦେଲେ ଯେ ହେ ବୁରେଦା, ତୁମେ ଧ୍ୱଜା ନେଇ ହଜରତ ଉସାମା ରଜିୟତାଲ୍ଲାହୁଙ୍କ ଘରକୁ ଯାଅ, କାରଣ ସେ ନିଜର ଉଦ୍ଦେଶ୍ୟ ନିମନ୍ତେ ପ୍ରସ୍ଥାନ କରିପାରିବେ। ହଜରତ ବୁରେଦା ରଜିୟତାଲ୍ଲାହୁ ଧ୍ୱଜାକୁ ଧରି ତାଙ୍କ ଘରକୁ ଗଲେ। ସେହି ସୈନ୍ୟବାହିନୀର ସଂଖ୍ୟା 3000 ବର୍ଣ୍ଣନା କରାଯାଏ। ଅତଏବ ସେହି ସୈନ୍ୟବାହିନୀ ମଧ୍ୟରେ 1000 ଅଶ୍ୱାରୋହୀ ରହିଥିଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ହଜରତ ଉସାମା ବିନ୍ ଜାୟଦ ରଜିୟତାଲ୍ଲାହୁଙ୍କୁ 700 ଜଣ ସୈନିକଙ୍କ ସହିତ ସିରିଆ ଅଭିମୁଖେ ପ୍ରେରଣ କରାଯାଇଥିଲା। ସେହିପରି ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ବିୟୋଗର ଦ୍ୱିତୀୟ ଦିନ ହଜରତ ଅବୁ ବକର ରଜିୟତାଲ୍ଲାହୁ ଘୋଷଣା କରିଲେ ଯେ ହଜରତ ଉସାମା ବିନ୍ ଜାୟଦ ରଜିୟତାଲ୍ଲାହୁଙ୍କ ଅଭିଯାନ ଅବଶ୍ୟ ପୂର୍ଣ୍ଣ ହେବ। ମଦିନାରେ ଏପରି କୌଣସି ବ୍ୟକ୍ତି ଉପସ୍ଥିତ ରହିବେ ନାହିଁ ଯିଏକି ହଜରତ ଉସାମା ବିନ୍ ଜାୟଦ ରଜିୟତାଲ୍ଲାହୁଙ୍କ ସୈନ୍ୟବାହିନୀରେ ସାମିଲ ଅଛନ୍ତି, କିନ୍ତୁ ସମସ୍ତେ ଜୁରୁଫ ନାମକ ସ୍ଥାନରେ ତାଙ୍କ ସହିତ ସମ୍ମିଳିତ ହୋଇଯିବେ। ହଜରତ ମୁସଲିମ ମଉଦ ରଜିୟତାଲ୍ଲାହୁ ବର୍ଣ୍ଣନା କରନ୍ତି, ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ମୃତ୍ୟୁ ହେଲା ସେତେବେଳେ ସମସ୍ତ ଆରବ୍ୟବାସୀ ବିଧର୍ମୀ ପାଲଟି ଗଲେ। ହଜରତ ଉମର ରଜିୟତାଲ୍ଲାହୁ ଓ ହଜରତ ଅଲି ରଜିୟତାଲ୍ଲାହୁଙ୍କ ଭଳି ବୀର ଓ ସାହସୀ ବ୍ୟକ୍ତିମାନେ ଉପଦ୍ରବକୁ ଦେଖି ବିଚଳିତ ହୋଇଗଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜ ମୃତ୍ୟୁ ନିକଟବର୍ତ୍ତୀ ସମୟରେ ଏକ ସୈନ୍ୟବାହିନୀକୁ ରୋମୀୟ ସୈନ୍ୟବାହିନୀ ଉପରେ ଆକ୍ରମଣ କରିବା ନିମନ୍ତେ ପ୍ରସ୍ତୁତ କରିଥିଲେ ଓ ହଜରତ ଉସାମା ରଜିୟତାଲ୍ଲାହୁଙ୍କୁ ତାହାର ସେନାପତି ନିଯୁକ୍ତ କରିଥିଲେ। ବର୍ତ୍ତମାନ ସେହି ସୈନ୍ୟବାହିନୀ ପ୍ରସ୍ଥାନ କରିନଥିଲା କି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଅକାଳ ବିୟୋଗ ଘଟିଲା। ସେତେବେଳେ ସାହାବାମାନେ ଲୋକମାନଙ୍କର ଇସଲାମ ଧର୍ମରୁ ଓହରି ଯିବା ଦେଖି ଭାବିଲେ ଏହି ବିଦ୍ରୋହ ସମୟରେ ଯଦି ଉସାମା ରଜିୟତାଲ୍ଲାହୁଙ୍କ ସୈନ୍ୟବାହିନୀକୁ ସିରିଆ ଅଭିମୁଖେ ପ୍ରେରଣ କରିଦିଆଯାଏ, ତେବେ ପଛରେ କେବଳ ବୃଦ୍ଧ ଓ ଛୋଟ ପିଲାମାନେ ତଥା ମହିଳାମାନେ ରହିଯିବେ। ମଦିନାର ସୁରକ୍ଷା ନିମନ୍ତେ ଏହି ସୈନ୍ୟବାହିନୀକୁ ପ୍ରେରଣ କରିବା ଉଚିତ ହେବ ନାହିଁ। ହଜରତ ଅବୁ ବକର ରଜିୟତାଲ୍ଲାହୁ ଏହି ପ୍ରସ୍ତାବରେ ଏକମତ ନଥିଲେ। ସୁତରାଂ ସେମାନେ ଏହି ପ୍ରସ୍ତାବ ଦେଲେ, ଅର୍ଥାତ୍ ବରିଷ୍ଠ ସାହାବାମାନେ, ଯେ ଏହି ପ୍ରତିନିଧି ମଣ୍ଡଳ ହଜରତ ଅବୁ ବକର ରଜିୟତାଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଉ ଓ ହଜରତ ଅବୁ ବକର ରଜିୟତାଲ୍ଲାହୁଙ୍କୁ ଅନୁରୋଧ କରୁ ଯେ ବିଦ୍ରୋହ ଯେଭଳି ମୁଣ୍ଡ ଟେକୁଛି ସେତେବେଳେ ହଜରତ ଉସାମା ରଜିୟତାଲ୍ଲାହୁଙ୍କୁ ଓ ତାଙ୍କ ସୈନ୍ୟବାହିନୀକୁ ଅଟକାଇ ଦେବା ଶ୍ରେୟସ୍କର ହେବ। ସୁତରାଂ ହଜରତ ଉମର ରଜିୟତାଲ୍ଲାହୁ ଓ ଅନ୍ୟ ବରିଷ୍ଠ ସାହାବାମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଅର୍ଥାତ୍ ହଜରତ ଅବୁ ବକର ରଜିୟତାଲ୍ଲାହୁଙ୍କ ସେବାରେ ଉପସ୍ଥିତ ହେଲେ ଓ ସେମାନେ ଅନୁରୋଧ କଲେ ଯେ ହେ ଅବୁ ବକର, ବିଦ୍ରୋହ ସମାପ୍ତ ନ ହେବା ପର୍ଯ୍ୟନ୍ତ ଏହି ସୈନ୍ୟବାହିନୀକୁ ଅର୍ଥାତ୍ ଉସାମା ରଜିୟତାଲ୍ଲାହୁଙ୍କ ସୈନ୍ୟବାହିନୀକୁ ରୋକି ଦିଆଯାଉ, ରୋକି ରଖନ୍ତୁ। ହଜରତ ଅବୁ ବକର ରଜିୟତାଲ୍ଲାହୁ ଏକଥା ଶୁଣିବା ମାତ୍ରେ କ୍ରୋଧରେ ଜର୍ଜରିତ ହୋଇ ଉଠିଲେ ଓ କହିଲେ, ହେ ପ୍ରତିନିଧି ଦଳ, ତୁମେମାନେ କ'ଣ ଚାହୁଁଛ? ତୁମେମାନେ ଏହା ଚାହୁଁଛ ଯେ ଅବୁ କାହାଫାର ପୁତ୍ର ଅବୁ ବକର ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଦ୍ୱାରା ପ୍ରେରିତ ସୈନ୍ୟବାହିନୀକୁ ଅଟକାଇ ଦେଉ। ହଜରତ ଅବୁ ବକର ରଜିୟତାଲ୍ଲାହୁ ପୁନଶ୍ଚ କହିଲେ, ହେ ଲୋକମାନେ, ମୁଁ ଈଶ୍ୱରଙ୍କ ଶପଥ କରି କହୁଛି, ଯଦି ଶତ୍ରୁ ପକ୍ଷର ସୈନ୍ୟବାହିନୀ ମଦିନା ଭିତରେ ପଶିଯାଆନ୍ତି ଓ କୁକୁରମାନେ ମହିଳାମାନଙ୍କ ଶବକୁ ଘୋଷାରି ନିଅନ୍ତି, ତେବେ ବି ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଦ୍ୱାରା ପ୍ରେରିତ ସେହି ସୈନ୍ୟବାହିନୀକୁ କଦାପି ଅଟକାଇବି ନାହିଁ। ହଜରତ ଅବୁ ବକର ରଜିୟତାଲ୍ଲାହୁଙ୍କ କହିବାର ତାତ୍ପର୍ଯ୍ୟ ଏହା ଥିଲା, ଯେଉଁ ସୈନ୍ୟବାହିନୀକୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପ୍ରେରଣ କରିବା ନିମନ୍ତେ ଆଦେଶ ଦେଇଛନ୍ତି, ନିଷ୍ପତ୍ତି ନେଇଥିଲେ, ସେହି ସୈନ୍ୟବାହିନୀକୁ ମୁଁ କଦାପି ଅଟକାଇ ପାରିବି ନାହିଁ। ସେହି ନିଷ୍ପତ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଥିଲା, ମୋର ନଥିଲା। ମୋର ସେ ସାମର୍ଥ୍ୟ ନାହିଁ ଯେ ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିଷ୍ପତ୍ତିରେ ନିଜର ନିଷ୍ପତ୍ତିକୁ ପ୍ରାଧାନ୍ୟ ଦେବି। ଏହି ସାହସିକତା ଓ ଅପୂର୍ବ ବୀରତା ହଜରତ ଅବୁ ବକର ରଜିୟତାଲ୍ଲାହୁଙ୍କ ମଧ୍ୟରେ ସେହି କାରଣରୁ ସୃଷ୍ଟି ହେଲା। ଆଲ୍ଲାହ ତାଆଲା ପବିତ୍ର କୁରାନରେ ଯେପରି କୁହନ୍ତି, ମୁହାମ୍ମଦୁର ରସୂଲୁଲ୍ଲାହି ୱଲ୍ଲଜୀନା ମାହୁ ଅଶିଦ୍ଦାଉ ଆଲାଲ୍ କୁଫାର, ଅର୍ଥାତ୍ ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लम ଆଲ୍ଲାହଙ୍କ ରସୂଲ ଓ ଯେଉଁମାନେ ତାଙ୍କ ସହିତ ଅଛନ୍ତି ସେମାନେ ଅବିଶ୍ୱାସକାରୀଙ୍କ ବିପକ୍ଷରେ କଠୋର ମନୋଭାବ ପୋଷଣ କରନ୍ତି। ଯେପରି ବିଜୁଳି ସହିତ ଏକ ସାଧାରଣ ତାର ସଂଯୁକ୍ତ ହୋଇଯାଏ, ତେବେ ତହିଁରେ ଏକ
ମହାଶକ୍ତି ସୃଷ୍ଟି ହୋଇଯାଇଥାଏ। ସେପରି ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଫଳରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ସେହିପରି ଶକ୍ତି ସଞ୍ଚାରିତ ହୋଇଯାଇଥିଲା। ହଜରତ ମସିହ ମଉଦ ଆଲୈହିସ୍ସଲାମ ହଜରତ ଉସାମା ବିନ୍ ଜୈଦ ରଜିୟଲ୍ଲାହୁଙ୍କ ପ୍ରସ୍ଥାନ ସମ୍ପର୍କରେ ନିଜର ପୁସ୍ତକ ସିରୁଲ ଖିଲାଫାରେ ବର୍ଣ୍ଣନା କରନ୍ତି। ଇବ୍ନେ ଆସିର ନିଜର ଇତିହାସ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ଯେତେବେଳେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁଙ୍କ ଅକାଳ ବିୟୋଗ ହେଲା ଓ ହୁଜୁର ସଲ୍ଲଲ୍ଲାହୁଙ୍କ ବିୟୋଗର ଖବର ମକ୍କା ଓ ସେଠାକାର ଗଭର୍ଣ୍ଣର ଆତାବ ବିନ୍ ଆସିଙ୍କୁ ପହଞ୍ଚିଲା, ସେତେବେଳେ ଆତାବ ଲୁଚିଗଲେ ଓ ମକ୍କା ଥରି ଉଠିଲା ଓ ଏହା ଖୁବ୍ ନିକଟବର୍ତ୍ତୀ ଥିଲା ଯେ ମକ୍କା ବାସିନ୍ଦାମାନେ ଧର୍ମଦ୍ରୋହୀ ହୋଇଯିବେ ଓ ଅତିରିକ୍ତ ଉଲ୍ଲେଖ ରହିଛି ଯେ ଆରବର ଲୋକେ ବିଧର୍ମୀ ଓ ବିଦ୍ରୋହୀ ପାଲଟିଯିବେ। ୟହୁଦୀ ଓ ଖ୍ରୀଷ୍ଟିଆନମାନେ ମୁଣ୍ଡ ଟେକିବା ଆରମ୍ଭ କରିଦେବେ। ଖ୍ରୀଷ୍ଟିଆନମାନେ ଏହା ଦେଖୁଥିଲେ ଯେ ବର୍ତ୍ତମାନ ମୁସଲମାନମାନେ ଦୁର୍ବଳ ହୋଇଯାଇଛନ୍ତି, ତାଙ୍କ ଉପରେ ବର୍ତ୍ତମାନ ଆକ୍ରମଣ କରିବା ସହଜସାଧ୍ୟ। ମୁସଲମାନମାନଙ୍କର ଅବତାର ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ବିୟୋଗ ଘଟିଛି। ସେହିପରି ନିଜର ସ୍ୱଳ୍ପ ସଂଖ୍ୟା ଓ ଶତ୍ରୁମାନଙ୍କର ସଂଖ୍ୟାଗରିଷ୍ଠତା ଯୋଗୁଁ ଏପରି ଅବସ୍ଥା ହୋଇଯାଇଥିଲା ଯେପରି ବର୍ଷା ରାତ୍ରରେ ଛେଳି ମେଣ୍ଢାମାନଙ୍କର ହୋଇଯାଏ। ପ୍ରତି ଉତ୍ତରରେ ଲୋକମାନେ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କୁ କହିଲେ, ହେ ଅବୁ ବକର ରଜିୟଲ୍ଲାହୁ, ଏହି ଲୋକମାନେ କେବଳ ଉସାମାଙ୍କ ସୈନ୍ୟବାହିନୀକୁ ହିଁ ମୁସଲମାନମାନଙ୍କର ସୈନ୍ୟବାହିନୀ ବୋଲି ମନେ କରନ୍ତି, ଯେପରିକି ଆପଣ ରଜିୟଲ୍ଲାହୁ ଦେଖୁଛନ୍ତି ଯେ ଆରବ୍ୟମାନେ ଆପଣ ରଜିୟଲ୍ଲାହୁଙ୍କ ପ୍ରତି ବିଦ୍ରୋହ କରିଦେଇଛନ୍ତି। ସୁତରାଂ ଏହା ଉଚିତ ହେବ ନାହିଁ। ଆପଣ ମୁସଲମାନମାନଙ୍କର ସେହି ସମ୍ପ୍ରଦାୟକୁ ନିଜଠାରୁ ପୃଥକ କରିଦେବେ। ପ୍ରତି ଉତ୍ତରରେ ହଜରତ ଅବୁ ବକର ରଜିୟଲ୍ଲାହୁ କହିଲେ, ମୁଁ ସେହି ସତ୍ତାଙ୍କର ଶପଥ କରି କହୁଛି ଯାହାଙ୍କ ହାତ ମୁଠାରେ ମୋର ପ୍ରାଣବାୟୁ ରହିଛି, ଯଦି ମୋତେ ଏହି କଥାର ବିଶ୍ୱାସ ହୋଇଯାଏ ଯେ ହିଂସ୍ର ଜନ୍ତୁମାନେ ମୋତେ ଝାମ୍ପି ନେବେ, ତେବେ ମଧ୍ୟ ମୁଁ ହୁଜୁର ସଲ୍ଲଲ୍ଲାହୁଙ୍କ ଆଦେଶ ଅନୁଯାୟୀ ଉସାମାଙ୍କ ସୈନ୍ୟବାହିନୀକୁ ଅବଶ୍ୟ ପ୍ରେରଣ କରିବି। ହୁଜୁର ସଲ୍ଲଲ୍ଲାହୁଙ୍କ ନିଷ୍ପତ୍ତିକୁ ରଦ୍ଦ କରିବି ନାହିଁ। ଅତଏବ ଏହିପରି ହିଁ ହୋଇଥିଲା ଓ ହଜରତ ଉସାମା ରଜିୟଲ୍ଲାହୁଙ୍କ ସୈନ୍ୟବାହିନୀକୁ ପ୍ରେରଣ କରିଦିଆଯାଇଥିଲା। ହୁଜୁର ରଜିୟଲ୍ଲାହୁ କହିଲେ, ହେ ଲୋକମାନେ, ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ଯିଏ ପୂର୍ବେ ଉସାମାଙ୍କ ସୈନ୍ୟବାହିନୀରେ ସାମିଲ ଥିଲେ, ସେମାନେ ଉସାମାଙ୍କ ସୈନ୍ୟବାହିନୀରେ ସାମିଲ ହୋଇଯାଆନ୍ତୁ ଓ କେହି ଜଣେ ହେଲେ ମଧ୍ୟ ପଛରେ ରହି ନ ଯାଆନ୍ତୁ। ଯଦି କାହାରିକୁ ପାଦରେ ଚାଲି ଚାଲି ଯିବାକୁ ପଡ଼େ, ତେବେ ମଧ୍ୟ ତାହାକୁ ସେହିପରି ଅବସ୍ଥାରେ ଯାଇ ସୈନ୍ୟବାହିନୀରେ ମିଶିବାକୁ ହେବ। ତେବେ ସେ ଯାହା ହେଉ, ହଜରତ ଅବୁ ବକର ରଜିୟଲ୍ଲାହୁ ସେହି ସୈନ୍ୟବାହିନୀକୁ ପ୍ରେରଣ କରିବା ସମ୍ପର୍କରେ ଉଲ୍ଲେଖ ରହିଛି। ଯେତେବେଳେ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ଆଦେଶ ଅନୁଯାୟୀ ଉସାମାଙ୍କ ସେନା ଜୁରୁଫ ନାମକ ସ୍ଥାନରେ ଏକତ୍ରିତ ହେଲା, ସେତେବେଳେ ହଜରତ ଅବୁ ବକର ରଜିୟଲ୍ଲାହୁ ସେଠାରେ ସ୍ୱୟଂ ପହଞ୍ଚିଲେ ଓ ସୈନ୍ୟବାହିନୀ ସହିତ ସାକ୍ଷାତ କଲେ ଓ ତାଙ୍କୁ ବିଦାୟ ଦେଲେ। ଏହି ଘଟଣା ପରେ ହଜରତ ଉମର ରଜିୟଲ୍ଲାହୁ ଯେତେବେଳେ ହଜରତ ଉସାମା ରଜିୟଲ୍ଲାହୁଙ୍କୁ ସାକ୍ଷାତ କରୁଥିଲେ, ହଜରତ ଉମର ରଜିୟଲ୍ଲାହୁ ଖଲିଫା ରୂପେ ମନୋନୀତ ହେବା ପରେ ମଧ୍ୟ ହଜରତ ଉସାମା ରଜିୟଲ୍ଲାହୁଙ୍କ ସହିତ ଦେଖା ସାକ୍ଷାତ ଯେତେବେଳେ କରୁଥିଲେ, ସେତେବେଳେ ତାଙ୍କୁ ସମ୍ବୋଧିତ କରି କହୁଥିଲେ, assalamu alaikum ୟା ଆୟୁହଲ ଅମୀର, ଅର୍ଥାତ୍ ହେ ଅମୀର, ଆପଣଙ୍କ ଉପରେ ଆଲ୍ଲାହ ତାଆଲାଙ୍କର ଶାନ୍ତି ଅବତୀର୍ଣ୍ଣ ହେଉ। ପ୍ରତି ଉତ୍ତରରେ ହଜରତ ଉସାମା ବିନ୍ ଜୈଦ ରଜିୟଲ୍ଲାହୁ କହୁଥିଲେ, ଗଫରଲ୍ଲାହୁ ଲକା। ହଜରତ ଅବୁ ବକର ରଜିୟଲ୍ଲାହୁ ଉସାମା ବିନ୍ ଜୈଦ ରଜିୟଲ୍ଲାହୁଙ୍କୁ ମାର୍ଗଦର୍ଶିକା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହା ମଧ୍ୟ କହିଥିଲେ ଯେ, ହେ ଉସାମା, ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ତୁମକୁ ଯାହା କରିବା ନିମନ୍ତେ ଆଦେଶ ଦେଇଛନ୍ତି ତୁମେ ତାହା କରିବ। ହୁଜୁର ସଲ୍ଲଲ୍ଲାହୁଙ୍କ ଆଦେଶ ପାଳନ କରିବାରେ ତୁମେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରିବ ନାହିଁ। ତେବେ ଶେଷରେ ଏହି ସୈନ୍ୟ ଦଳ ବିଜୟ ପ୍ରାପ୍ତ କରି ମଦିନା ପ୍ରତ୍ୟାବର୍ତ୍ତନ କରିଥିଲା। ସେହି ଯୁଦ୍ଧରେ ମୁସଲମାନମାନଙ୍କର କୌଣସି ଜୀବନ ହାନି ଘଟିନଥିଲା। ବର୍ଣ୍ଣନା ଅନୁଯାୟୀ ଏହି ସୈନ୍ୟବାହିନୀ 40ରୁ 70 ଦିନ ପର୍ଯ୍ୟନ୍ତ ମଦିନାରୁ ବାହାରେ ରହିଥିଲା, ତାପରେ ମଦିନା ଫେରି ଆସିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ହଜରତ ଅବୁ ବକର ରଜିୟଲ୍ଲାହୁ ବହୁତ ଭଲ ପାଉଥିଲେ। ଏହି ଭଲ ପାଇବା ଏତେ ଥିଲା ଯେ ଯେଉଁ ଧ୍ୱଜାକୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସ୍ୱୟଂ ନିଜ ହାତ ଦ୍ୱାରା ପ୍ରସ୍ତୁତ କରିଥିଲେ, ହଜରତ ଉସାମା ବିନ୍ ଜୈଦ ରଜିୟଲ୍ଲାହୁଙ୍କୁ ପ୍ରଦାନ କରିଥିଲେ, ସେହି ଧ୍ୱଜାର ଗଣ୍ଠିକୁ ଇବ୍ନେ abi କାହାଫା ଅର୍ଥାତ୍ ହଜରତ ଅବୁ ବକର
କିପରି ଫିଟାଇ ପାରିବ। ସୁତରାଂ ହଜରତ ଉସାମା ବିନ୍ ଜୈଦ ରାଦିୟଲ୍ଲାହୁ ସୈନ୍ୟବାହିନୀର ପ୍ରତ୍ୟାବର୍ତ୍ତନ ପରେ ସେହି ଧ୍ୱଜାର ଗଣ୍ଠିକୁ ଖୋଲାଯାଇ ନଥିଲା ଓ ସେହି ଧ୍ୱଜା ପରବର୍ତ୍ତୀ କାଳରେ ମଧ୍ୟ ହଜରତ ଉସାମା ରାଦିୟଲ୍ଲାହୁଙ୍କ ଘରେ ରହିଥିଲା ଏପର୍ଯ୍ୟନ୍ତ କି ହଜରତ ଉସାମା ରାଦିୟଲ୍ଲାହୁଙ୍କର ବିୟୋଗ ଘଟିଥିଲା। ଏଠାରେ ତବୁକ୍ ଯୁଦ୍ଧର ଚର୍ଚ୍ଚା ସମାପ୍ତ ହେଲା। ଆସନ୍ତା ଖୁତବାରେ ହୁଜୁର ସଲ୍ଲଲ୍ଲାହୁଙ୍କ ଜୀବନୀର ଆଉ କେତେକ ପକ୍ଷ ଇନଶାଆଲ୍ଲାହ ତାଆଲା ଉପସ୍ଥାପନ କରିବି। ବର୍ତ୍ତମାନ ମୁଁ 2 ଜଣ ମୃତକଙ୍କର ଚର୍ଚ୍ଚା କରିବାକୁ ଚାହୁଁଛି ଓ ନମାଜ ଜୁମ୍ମା ପରେ ସେମାନଙ୍କର ନମାଜ ଜନାଜା ଗାଏବ ମଧ୍ୟ ପାଠ କରାଇବି ଇନଶାଆଲ୍ଲାହ ତାଆଲା। ପ୍ରଥମ ମୃତକ ହେଲେ ସ୍ୱର୍ଗତ ଅଜିଜୁର ରହମାନ ଖାଲିଦ ସାହେବ ମୁବଲ୍ଲିଗ ସିଲସିଲା। ବିଗତ ଦିନରେ ତାଙ୍କର 79 ବର୍ଷ ବୟସରେ ନିଧନ ହୋଇଛି, ଯିଏକି ଆମେରିକା ନିବାସୀ ଥିଲେ। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ। ସ୍ୱର୍ଗତ ଅଜିଜ ସାହେବଙ୍କ ନନା ହଜରତ ମିଆଁ ରଙ୍ଗ ଅଲି ସାହେବ ରଜିୟତାଲ୍ଲାହ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କର ସାହାବୀ ଥିଲେ। ସେ କୁହନ୍ତି, ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ଥିଲି ସେତେବେଳେ ଦିନୀ ତାଲିମୁଲ ଇସଲାମ ହାଇସ୍କୁଲରେ ପ୍ରାର୍ଥନା ସଭାରେ ହଜରତ ମୌଲାନା କାଜୀ ମୋହମ୍ମଦ ନଜିର ସାହେବ ରଜିୟତାଲ୍ଲାହ ଆସିଲେ ଓ ୱକ୍ଫେ ଜିନ୍ଦଗୀର ମହତ୍ତ୍ୱ ସମ୍ପର୍କରେ ଭାଷଣ ଦେଲେ। ଏହି ଭାଷଣ ଶୁଣିବା ପରେ ଛାତ୍ରମାନଙ୍କ ଉପରେ ତାହାର ପ୍ରଭାବ ପଡ଼ିଥିଲା। ଯେତେବେଳେ ଭାଷଣ ଶେଷ ହେଲା ସେତେବେଳେ ସ୍ୱର୍ଗତ ଅଜିଜ ସାହେବ ନିଜକୁ ୱକ୍ଫ କରିବାର ନିଷ୍ପତ୍ତି ନେଇଥିଲେ ଆଉ ଜାମିଆ ଅହମଦିୟାକୁ ଚାଲି ଯାଇଥିଲେ। ସେଠାରେ ନାନା ଇଣ୍ଟରଭ୍ୟୁ ଦେବା ପରେ 1960 ମସିହାରେ ତାଙ୍କୁ ଆଡମିସନ୍ ମିଳିଯାଇଥିଲା। 1969 ମସିହାରେ ସେ ଜାମିଆରୁ ଉତ୍ତୀର୍ଣ୍ଣ ହୋଇଥିଲେ। ଇତିମଧ୍ୟରେ ସେ ଜାମିଆ ଅହମଦିୟାରେ 9 ବର୍ଷ କାଳ ରହିଥିଲେ। ସ୍ୱର୍ଗତ ଅଜିଜ ସାହେବ ଯେତେବେଳେ କୌଣସି ଏକ ସ୍ଥାନକୁ ଟ୍ରେନ୍ ଯୋଗେ ଯାଉଥିଲେ ସେତେବେଳେ ତାଙ୍କର ଟ୍ରେନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯଦ୍ୱାରା କି ତାଙ୍କୁ ଗଭୀର ଆଘାତ ଲାଗିଥିଲା, ଯାହାଫଳରେ ଜାମିଆରେ 2 ବର୍ଷ ତାଙ୍କୁ ନଷ୍ଟ ହୋଇଯାଇଥିଲା। ଅର୍ଥାତ୍ 7 ବର୍ଷ ବଦଳରେ ତାଙ୍କୁ 9 ବର୍ଷ ଜାମିଆରେ ଲାଗିଥିଲା ଜାମିଆରୁ ଉତ୍ତୀର୍ଣ୍ଣ ହେବା ପାଇଁ। ସେ ଯାହା ହେଉ ସେ ଧୈର୍ଯ୍ୟହରା ଓ ସାହସ ହରା ହୋଇନଥିଲେ। ଅଜିଜ ସାହେବ କୁହନ୍ତି, ହଜରତ ଖଲିଫତୁଲ ମସିହ ସାଲିସ ରାଦିୟତାଲ୍ଲାହୁଙ୍କ ଦୁଆ ଯୋଗୁଁ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ଜାମିଆ ଅହମଦିୟା ପାସ୍ କରିବା ପରେ ଯେତେବେଳେ ସେ ମୁବଲ୍ଲିଗ ହୋଇ କାର୍ଯ୍ୟକ୍ଷେତ୍ରରେ ପାଦ ଦେଲେ, ଅର୍ଥାତ୍ ସେରାଲିଅନ୍, ନାଇଜେରିଆ, ଘାନା, ତାଞ୍ଜାନିଆ, ଜଞ୍ଜିଆ ଇତ୍ୟାଦି ରାଷ୍ଟ୍ରଗୁଡ଼ିକରେ ମୁବଲ୍ଲିଗ ରୂପେ ସେ ସେବା ସମ୍ପାଦନ କରିଥିଲେ। ତାପରେ ପାକିସ୍ତାନରେ ମଧ୍ୟ ନାନା ସ୍ଥାନରେ ତାଙ୍କୁ ସେବା କରିବାର ସୁଯୋଗ ମିଳିଥିଲା। ଆଫ୍ରିକାରୁ ଫେରିବା ପରେ ତେହରିକେ ଜଦିଦ ଓକାଲତେ ଇଶାଆତ ରବୁଆରେ ସେବା କରିବାକୁ ମଧ୍ୟ ସୌଭାଗ୍ୟ ଲାଭ ହୋଇଥିଲା। ତାଙ୍କର ନାତି ହମଜା ଉବେଦୁଲ୍ଲା ସାହେବ ମୁବଲ୍ଲିଗ ସିଲସିଲା ଅଛନ୍ତି। ସେ ଜାମିଆରୁ ଶିକ୍ଷା ସମାପ୍ତ କରି କର୍ମଭୂମିରେ ଯୋଗ ଦେଲେଣି। ସେ କୁହନ୍ତି, ସ୍ୱର୍ଗତ ନନା ମୋତେ କହୁଥିଲେ ଯେ ଆଫ୍ରିକାରେ ଏପରି ସମୟ ଆସିଥିଲା କି ଭାତ ଉପରେ ସେ ଲୁଣ ଛିଞ୍ଚି ଖାଇ ଦେଉଥିଲେ। ସେତେବେଳେ କୌଣସି ତରକାରୀ ମଧ୍ୟ ନଥିଲା। ବେଳେବେଳେ ଏପରି ଦିନ ମଧ୍ୟ ହେଉଥିଲା ଯେ ସାଧାରଣ ଆହାର ମଧ୍ୟ ମିଳୁନଥିଲା, ଅର୍ଥାତ୍ ଭାତ ଖାଇବାକୁ ମଧ୍ୟ ମିଳୁନଥିଲା। ଅନେକ ଦିନ ଭୋକିଲା ରହିବାକୁ ପଡ଼ୁଥିଲା। ତେବେ ଏହା ଥିଲା ପ୍ରାରମ୍ଭିକ ମୁବଲ୍ଲିଗମାନଙ୍କର କାର୍ଯ୍ୟ। ଏହି ଆଦେଶକୁ ପ୍ରତ୍ୟେକ ମୁବଲ୍ଲିଗମାନଙ୍କୁ ନିଜ ସମ୍ମୁଖରେ ରଖିବା ଉଚିତ। ଅନିସୁର ରହମାନ ଅନସ, ଯେ କି ସ୍ୱର୍ଗତ ଅଜିଜ ସାହେବଙ୍କ ସୁପୁତ୍ର, ସେ କୁହନ୍ତି, ବେଳେବେଳେ ସ୍ୱର୍ଗତ ପିତାଶ୍ରୀ ମହୋଦୟ ଖାଦ୍ୟ ନଷ୍ଟ ଓ ଅପଚୟ କରିବାକୁ ଦେଉନଥିଲେ। ଜଲସା ଅବସରରେ ମଧ୍ୟ ଖାଦ୍ୟ ନିଜ ପ୍ଲେଟରେ ନେବା ପରିବର୍ତ୍ତେ ଟେବୁଲ ଉପରେ ଯେଉଁ ରୁଟି ଖଣ୍ଡମାନ ପଡ଼ିଥାଏ ତାହାକୁ ନେଇ ସେ ଖାଇ ନେଉଥିଲେ। ପିତାଶ୍ରୀ କହୁଥିଲେ, ଯଦି ହଜରତ ମସିହ ମଉଦ ଆଲୈହିସ୍ସଲାମ ସେହି ରୁଟି ଖଣ୍ଡକୁ ଖାଇପାରନ୍ତି ତେବେ ଆମେ କାହିଁକି ଖାଇପାରିବା ନାହିଁ। ସେ ତହଜୁଦ ନମାଜର ପାଠ କରିବାର ପ୍ରିୟ ଥିଲେ। ନିୟମିତ ରୂପେ ତହଜୁଦ ନମାଜ ପାଠ କରିବା, ଉତ୍ତମ ଚରିତ୍ର ପ୍ରଦର୍ଶନ କରିବା, ମେଳାପି, ପରିଶ୍ରମୀ, ଶିଷ୍ଟ, ସଭ୍ୟ ବ୍ୟକ୍ତି ଥିଲେ। ଖିଲାଫତ ସହିତ ତାଙ୍କର ଅଗାଢ଼ ସମ୍ପର୍କ ରହିଥିଲା। ସ୍ୱର୍ଗତ ଅଜିଜ ସାହେବ ଓସିୟତ କରିଥିଲେ ଓ ଅନେକ ଦିନ ପର୍ଯ୍ୟନ୍ତ ଘାନାରେ ମଧ୍ୟ ସେ ରହିଛନ୍ତି। ଅତ୍ୟନ୍ତ ନିଷ୍ଠାପର ଓ ସରଳତାର ସହିତ ନିଜ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କର 2 ଜଣ ପୁତ୍ର ଓ 3 ଜଣ କନ୍ୟା ସନ୍ତାନ ରହିଛନ୍ତି।
ତାପରେ ଅନେକ ପୁତ୍ର ପୁତ୍ରୀ ମଧ୍ୟ ରହିଛନ୍ତି। ଆଲ୍ଲାହ ତାଆଲା ତାଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ ଓ ତାଙ୍କ ସନ୍ତାନ ସନ୍ତତିକୁ ମଧ୍ୟ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ଦ୍ୱିତୀୟ ଜନାଜା ହେଉଛି ଇଣ୍ଡୋନେସିଆର ଶ୍ରୀଯୁକ୍ତ ଏଦି ହୁମାୟଦି ସାହେବଙ୍କର ନଭେମ୍ବର ମାସ 22 ତାରିଖରେ ଉମ୍ରା କରିବା ସମୟରେ ଉମ୍ରା କରିବାର ତାଙ୍କୁ ସୌଭାଗ୍ୟ ଲାଭ ହୋଇଥିଲା। ଆଉ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଅସୁସ୍ଥ ଅନୁଭବ କରିବା ଫଳରେ ତାଙ୍କୁ ହସ୍ପିଟାଲାଇଜ୍ କରାଯାଇଥିଲା, କିନ୍ତୁ 80 ବର୍ଷ ବୟସରେ ସେଠାରେ ତାଙ୍କର ନିଧନ ହୋଇଥିଲା। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସ୍ୱର୍ଗତଙ୍କ ପରିବାରରେ ଅହମଦିୟତ 1930 ମସିହାରେ ପ୍ରବିଷ୍ଟ ହୋଇଥିଲା। ତାଙ୍କର ମାମୁଁ ମୋହମ୍ମଦ ରଉଫ ସାହେବ ମୌଲାନା ରହମତ ଅଲି ସାହେବ ରଜିଆତାଲାଙ୍କ ମାଧ୍ୟମରେ ସେ ବୟତ କରିଥିଲେ। ଏହାପରେ ତାଙ୍କର ନନା ଓ ମାତାଶ୍ରୀ ମଧ୍ୟ ବୟତ କରିନେଇଥିଲେ। ସ୍ୱର୍ଗତଙ୍କ ଜ୍ୱାଇଁ ମହୋଦୟ ବାସୋକୋ ସାହେବ ଜଣେ ମୁବଲିକ ସିଲସିଲା। ସେ କୁହନ୍ତି, ମୋ ଶ୍ୱଶୁର ଦିନରାତି ତବଲିଗ କରିବାର ତଉକ ରଖିଥିଲେ। ଯେତେବେଳେ ସେ ତାଙ୍କ ସହିତ ସାକ୍ଷାତ କଲେ ସେତେବେଳେ ସର୍ବଦା ତବଲିଗ ବିଷୟରେ ହିଁ କଥାବାର୍ତ୍ତା କରୁଥିଲେ। ତବଲିଗ କରିବାର ଶୈଳୀ ମଧ୍ୟ ମୁବଲିଗମାନଙ୍କ ନିମନ୍ତେ ସୃଷ୍ଟି କରିବାକୁ ସେ ଚାହୁଁଥିଲେ। ସ୍ୱର୍ଗତଙ୍କ ପୁତ୍ର ଉଲ୍ଲେଖ କରନ୍ତି, ଅଜାନ ହେବା ପୂର୍ବରୁ ସେ ମସଜିଦ୍ ଚାଲି ଯାଉଥିଲେ ଓ ଆଲ୍ଲାହ ତାଆଲାଙ୍କର ଚର୍ଚ୍ଚା କରିବାରେ ନିଜ ସମୟ ଅତିବାହିତ କରୁଥିଲେ। ପ୍ରତିଦିନ ପବିତ୍ର କୁରାନର ତିଲାୱତ କରିବା, ଅନୁବାଦ ପାଠ କରିବା, ତଫସିର ପାଠ କରିବା ତାଙ୍କ ନୀତିଦିନିଆ କର୍ମ ଥିଲା। 76 ବର୍ଷ ବୟସରେ ସେ ତବଲିଗ ନିମନ୍ତେ ମୋଟର ସାଇକେଲ ଯୋଗେ ଯାତ୍ରା କରୁଥିଲେ। ସନ୍ତାନମାନଙ୍କୁ କହୁଥିଲେ ଯେ ତୁମେମାନେ ଆର୍ଥିକ ବଳିଦାନ ଦେବାରେ କେବେ ବି କୁଣ୍ଠାବୋଧ କରିବ ନାହିଁ। ଏହା ଆଲ୍ଲାହ ତାଆଲାଙ୍କର ଅଧିକାର। ଯଥାସାଧ୍ୟ ଅଧିକରୁ ଅଧିକ ଆର୍ଥିକ ବଳିଦାନ କରିବ। ଖବରଦାର ଆଲ୍ଲାହ ତାଆଲାଙ୍କ ଜମାତର ଅର୍ଥରୁ ଟଙ୍କାଟିଏ ହେଲେ ବ୍ୟବହାର କରିବ ନାହିଁ ନିଜ ସକାଶେ, କାରଣ ଏହାର ହିସାବ ଦେବାକୁ ପଡ଼ିବ। ଉମ୍ରା ସମୟରେ ତାଙ୍କର ଯେଉଁ ମହିଳା ନେତ୍ରୀ ତାଙ୍କ ନିକଟରେ ରହିଥିଲେ ସେ ଉଲ୍ଲେଖ କରନ୍ତି, ଉମ୍ରା କରିବା ସମୟରେ ସବୁ ସମୟରେ ସେ ଏହା କହୁଥିଲେ ଯେ ଏଠାରୁ ଯାଇ ମୁଁ ତବଲିଗ କରିବି ଓ ଲୋକମାନଙ୍କୁ କହିବି ଜମାତ ଅହମଦିୟାର ସଦସ୍ୟମାନେ ମକ୍କାକୁ ଯାଇ ଉପାସନା କରିଥାନ୍ତି। ସ୍ୱର୍ଗତ ମହୋଦୟ ଅସୁସ୍ଥ ହେଲେ ସେତେବେଳେ ଡାକ୍ତର ସେଠାରେ ତାଙ୍କୁ ଦେଖିଲେ, କିନ୍ତୁ ସେତେବେଳକୁ ତାଙ୍କର ବିୟୋଗ ହୋଇଯାଇଥିଲା। ତେବେ ଜନ୍ନତୁଲ ବକୀଠାରେ ତାଙ୍କୁ କବର ଦିଆଯାଇଛି ଓ ତାଙ୍କୁ ଏହି ସୌଭାଗ୍ୟ ଲାଭ ହୋଇଛି ଯେ ଜନ୍ନତୁଲ ବକୀରେ ତାଙ୍କୁ କବର ମିଳିଲା। ପାକିସ୍ତାନରେ ଏହି ଅଣ ଅହମଦୀମାନଙ୍କୁ କବର ଦେବାକୁ ଦେଉନାହାନ୍ତି ଏବଂ ଯେଉଁ ନିକଟବର୍ତ୍ତୀ ମୁସଲମାନମାନଙ୍କର କବର ଥାଏ ସେ ପରିପ୍ରେକ୍ଷୀରେ ସେମାନେ କୁହନ୍ତି ଯେ ଏହି ମୁସଲମାନ କବର ପାଖକୁ ଆସିବ ନାହିଁ। ସେ ଯାହା ହେଉ ସ୍ୱର୍ଗତ ଏଦି ହୁମାୟଦି ସାହେବ ଜନ୍ନତୁଲ ବକୀରେ କବର ପାଇଛନ୍ତି। ବର୍ତ୍ତମାନ ସେହି ମୌଲବୀମାନେ ମଦିନା ଯାଆନ୍ତୁ ଓ ସ୍ୱର୍ଗତଙ୍କ କବରକୁ ଉପାଡ଼ିବାକୁ ଚେଷ୍ଟା କରନ୍ତୁ, କିନ୍ତୁ ସେହି ମୌଲବୀମାନଙ୍କର ମଧ୍ୟରେ ଏହି ସାମର୍ଥ୍ୟ କାହିଁ? ଏହି ମୌଲବୀମାନେ ସ୍ୱୟଂ ନିଜର କର୍ମଫଳ ଅବଶ୍ୟ ଭୋଗିବେ ଇନଶାଆଲ୍ଲାହ ତାଆଲା। ଇଣ୍ଡୋନେସିଆରେ ସେକ୍ରେଟାରୀ ତବଲିଗ ଗିନାୱଦ ୱର୍ଦି ସାହେବ କୁହନ୍ତି, ସ୍ୱର୍ଗତ ଏଦି ସାହେବ ଜଣେ ସଫଳ ଓ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଦାଇଲଲ୍ଲା ଥିଲେ। ଜୀବନର ପ୍ରତି ମୁହୂର୍ତ୍ତରେ ତବଲିଗ କରିବାକୁ ସେ ପ୍ରାଧାନ୍ୟ ଦେଉଥିଲେ। ତାଙ୍କ ଦ୍ୱାରା ଶତାଧିକ ଲୋକଙ୍କୁ ବୟତ କରିବାର ସୌଭାଗ୍ୟ ଲାଭ ହୋଇଛି। ସ୍ୱର୍ଗତ ମହୋଦୟ ଖିଲାଫତ ସହିତ ଅତି ନିବିଡ଼ ସମ୍ପର୍କ ରଖିଥିଲେ। ଖିଲାଫତକୁ ବହୁତ ଅଧିକ ଭଲ ପାଉଥିଲେ। ଆଲ୍ଲାହ ତାଆଲା ତାଙ୍କ ପ୍ରତି କୃପା ଅବତୀର୍ଣ୍ଣ କରନ୍ତୁ, ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। ନିଜ ପଛରେ ସେ 4 ଜଣ କନ୍ୟା ସନ୍ତାନ ଓ 10 ଜଣ ନାତି ନାତୁଣୀ ଛାଡ଼ି ଯାଇଛନ୍ତି। ଆଲ୍ଲାହ ତାଆଲା ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina
ومن سيئات أعمالنا من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر